नमस्कार अजहर करीम। नमस्कार भाई। थैंक यू सो मच अजहर करीम, जॉइन मी हियर ऑन इंस्टाग्राम लाइव। आपका बहुत बहुत स्वागत है इंस्टाग्राम लाइव पर। एक शायरी के साथ हम शुरुआत थैंक यू करेंगे କହିବା क्योंकि ପୂର୍ବରୁ ମୁଁ ଆଗେ ତମକୁ ସରି କହୁଛି ଯୋଉ ବହୁତ ଥର ଆପଣ କହିଲେ ମୁଁ ଆସିପାରି ନଥିବାରୁ ସରି କହୁଛି କାହିଁକିନା ଟାଇମ ଦେଇ ପାରୁନଥିଲି इट्स ମୁଁ ବି ओके, ଟିକେ बिजी ରହୁଥିଲି। इट्स ओके, इट्स ओके। लेकिन शायरी के साथ हम शुरुआत करेंगे इस एपिसोड का। एक कहावत लिखा गया था कि मत कर परवाह उनकी जो देते हैं ताना, चुका देंगे ये सर जब आएगा तेरा जमाना। लहरें बन जाए तूफान कश्ती का काम है बहना, कुछ तो लोग कहेंगे लोगों का काम है कहना। लेकिन आपने कमाल की खेल दिखाया है। इस सीजन को हम जब भी उठाकर देखते हैं, अजहर करीम ऐसे सान 11 का सबसे शानदार बल्लेबाज, चाहे वो 6 छक्का के बारे में बात करें, बीजू वॉरियर्स खमारा जिस टूर्नामेंट पे आपने जिस अंदाज से बल्लेबाजी की थी, आपको नाइट किंग बुलाते हैं जब हम उड़ीसा पे आपका खेल को उठाकर देखते हैं। लेकिन सवाल का सिलसिला शुरुआत करते हैं। पहला सवाल आपके सामने, आप कहां से बिलोंग करते हैं, आपका आइडेंटिफाई थोड़ा सा क्लियर कीजिए। ଫାଷ୍ଟ ଅଫ୍ ଅଲ୍ ପ୍ରାୟ ସମସ୍ତେ ଭାବୁଛନ୍ତି ମୁଁ କେନ୍ଦ୍ରାପଡା ଆଉ ଯାଜପୁର, କିନ୍ତୁ ନା ମୁଁ କେନ୍ଦ୍ରାପଡା ନା ମୁଁ ଯାଜପୁର। ଆମ ଘର ହେଲା ଅକରପଡା, ଯୋଉଟା ମାହାଙ୍ଗା ବ୍ଲକରେ ଯାଏ, ଆଉ ଡିଷ୍ଟ୍ରିକ୍ଟ ହେଲା ଆମର କଟକ। କିନ୍ତୁ ଆମର ମାନେ ମାର୍କେଟ ସବୁ କିଛି ଯାଜପୁର ଡିଷ୍ଟ୍ରିକ୍ଟ ରେ ଯାଉଛି ବୋଲି କିନ୍ତୁ ପିଲାମାନେ କନଫ୍ୟୁଜ ହଉଛନ୍ତି ଆମ ଘର ଯାଜପୁର ବୋଲି, କିନ୍ତୁ ଆମ कटक डिस्ट्रिक्ट ଯାଉଛି ଆଉ। चलिए, अब जो डाउट था वो क्लियर हो चुका है। कटक से बिलोंग करते हैं। और किसने सोचा था कि एक यंगस्टर आके इस हिसाब से टेनिस क्रिकेट पे अपना छाप छोड़ेगा। लेकिन आपने अपना छाप छोड़ा है। सवाल की ओर बढ़ते हैं। कैसे ये क्रिकेट का जुनून आया आपके अंदर? कब लगा आपको कि नहीं, क्रिकेट खेलना है, क्रिकेट को अपनी पैशन बनाना है? स्टार्टिंग कैरियर के बारे में हम जानना चाहेंगे। ଫାଷ୍ଟ ଅଫ୍ ଅଲ୍ କ୍ରିକେଟ ମାନେ ମୋ ଦାଦା ଖେଳୁଥିଲେ, ମୋ ଦାଦା ଖେଳିଲା ପରେ ମୋ ଭାଇ ଖେଳିଲେ, ମୋ ଭାଇ ତାପରେ ଆମର ମାନେ ଯେହେତୁ ବଡ ଅଛନ୍ତି ତାପରେ ସେ କିଛି ସମୟ ସେ 2 ବର୍ଷ ଯାଏ ଖେଳିଲେ, ତାପରେ 2-3 ବର୍ଷ ତାପରେ ସେ ତାପରେ କାମରେ ତାଙ୍କ ଚାଲିଗଲେ। जी, कुल मिलाकर कितना साल हो चुका है आपको क्रिकेट खेलते हुए? ମୁଁ କ୍ରିକେଟ ଖେଳୁଥିଲି ମୋ ମାନେ ଟୁର୍ଣ୍ଣାମେଣ୍ଟ ବାହାର ଟୁର୍ଣ୍ଣାମେଣ୍ଟ ମୁଁ 10th ରୁ ଖେଳୁଥିଲି। 10th ମାନେ 2014 ରୁ ବାହାର ମ୍ୟାଚ୍ ଖେଳିଛି। 2014 ରୁ ଯେତେ ବର୍ଷ ହେଇଥିବ ଏବେ ଯାଏଁ ଆଉ। 2014 यानी कि 6 तो 8 साल लगभग हो चुका है आपको क्रिकेट खेलते हुए। शुरुआत किस टीम से आपने किया था? ଆମର ତ ନିଜର ଅପରପଡାର ଟିମ୍ ଅଛି, ହୋମ ଟିମ୍ ଥିଲା। ଆଗରୁ ତ ସମସ୍ତେ ନିଜ जी, ନିଜ ଗାଁ ଖେଳନ୍ତି, ଆମ ହୋମ ଟିମ୍ ବହୁତ ମ୍ୟାଚ୍ ଖେଳେ। ସେତେବେଳେ ଫାଷ୍ଟ ଅଫ୍ ଅଲ୍ ଖେଳିବା ପୂର୍ବରୁ ମୁଁ 3 ବର୍ଷ ଆମେ ବହୁତ ଷ୍ଟ୍ରଗଲ କରିଛୁ। ଷ୍ଟ୍ରଗଲ ମାନେ ମିନ୍ସ ମୁଁ ଖାଲି ଯିବି ଥାର୍ଡମ୍ୟାନ ମତେ ଜଗେଇବେ। ମୁଁ 2-3 ବର୍ଷ only ଥାର୍ଡମ୍ୟାନ ଜଗିଛି, ଖାଲି ଫିଲ୍ଡିଂ କରିଛି। ବ୍ୟାଟିଂ जी, ବୋଲିଂ କିଛି ନାହିଁ, ଫିଲ୍ଡିଂ କରିବି। ପ୍ରାକ୍ଟିସ ଫାଷ୍ଟ ଯାଏ ଫିଲ୍ଡିଂ କରେ, ଛୋଟ ପିଲା ଥିଲି କିନ୍ତୁ ଫିଲ୍ଡିଂ ଭଲ କରେ, ଥାର୍ଡମ୍ୟାନ ଜଗେ ମୁଁ। ମୁଁ जी, କିଛି ସମୟ ପରେ କଲା ପରେ ମତେ ମାନେ ଲାଷ୍ଟରେ ଓଭର ସରି ଯାଇଥିବ, 6 ବଲ୍ 12 ବଲ୍ ଦେବେ ମତେ ବ୍ୟାଟିଂ କରିବା ପାଇଁ। हाँ ସେତେବେଳେ हाँ, ମାନେ ଖେଳିଲି। ମାନେ ଏମିତି ଫ୍ରେଣ୍ଡଲି ମ୍ୟାଚ୍ ଜଣେ ହେଇଥିଲା 4 ନମ୍ବର ଆମ ଘର ପାଖରେ ଯୋଉ କାସିମ ଖାନ ଘର ଅଛି, ତାଙ୍କ हाँ हाँ ସହିତ हाँ, ଏମିତି ମ୍ୟାଚ୍ ହେଇଥିଲା। ତ ଯେହେତୁ ପିଲା କିଛି ଆସି ନଥିଲେ, ମୋ ମାନେ ସେ କହିଲେ ଯୋଉ ମାନେ ଲକି ଭାଇ ଜଣେ ହେବେ, ସେ ମତେ ବହୁତ ମାନେ ମୋ ପ୍ଲେୟାର ହେବା ପଛରେ ଆମ ଗାଁରେ ଯୋଉ ଲକି ଭାଇ ତାଙ୍କର ବହୁତ ଇଏ ଅଛି, ସେ ମତେ ବହୁତ ହେଲ୍ପ କରିଛନ୍ତି, ବହୁତ ମ୍ୟାଚ୍ ବି ମତେ ଖେଳେଇଛନ୍ତି। ତ ସେ ମତେ जी, କହିଲେ ତୁ ବ୍ୟାଟିଂ ଯା ଆଉ। ସେ ବହୁତ ବିଲିଭ କରନ୍ତି ମୋ ଉପରେ, ସେ ମତେ କହିଲେ ତୁ ବ୍ୟାଟିଂ ଯା। ମୁଁ ବ୍ୟାଟିଂ ଗଲି, ତେଣୁ ଭଲ ସ୍କୋର ବି କରିଥିଲି। ସେଇଠୁ ତାପରେ ମାନେ ଡେଭଲପ ହେଲା, ମୁଁ ଖେଳିଲି। ତାପରେ ଟୁର୍ଣ୍ଣାମେଣ୍ଟ ଆମ ଗାଁରେ ମାନେ ଆମ ସାହି ମାନେ ହୋମ ଗ୍ରାଉଣ୍ଡରେ ଟୁର୍ଣ୍ଣାମେଣ୍ଟ ହେଇଥିଲା। ସେ ଟୁର୍ଣ୍ଣାମେଣ୍ଟରେ 2 ଓଭରରେ 40 ନା 35 ଏମିତି କଣ ଥିଲା, ମୁଁ ଗୋଟେ ଓଭରରେ 4ଟା ଛକା ମାରିଥିଲି ଫାଷ୍ଟ। ତ ସେ हाँ ମ୍ୟାଚ୍ ଟା हाँ, ଆମେ ଜିତି ଯାଇଥିଲୁ। ତ ବହୁତ ଭଲ ଲାଗିଲା। ସେତେବେଳେ କମେଣ୍ଟ୍ରି ହଉଥିଲା ମାଇକ ରେ, ସେତେବେଳେ ଆମ ପାଇଁ ବହୁତ ବଡ କଥା ମାଇକ ରେ କମେଣ୍ଟ୍ରି ହବା। जी। ବହୁତ ଖୁସି ଲାଗିଲା, ପିଲାମାନେ କହିଲେ ବହୁତ ଭଲ ଖେଳିଲୁ, ଗାଁ ଲୋକ ବି ବହୁତ ଖୁସି हेले। ସେଇଠୁ ମାନେ ସାହସ ହେଲା, जी, ଆହୁରି ଇଚ୍ଛା ହେଲା खेଳିବା ପାଇଁ। आपको बतौर फिनिशर कप्तान ने वो उम्मीद लगाया था कि आप फिनिश कर सकते हैं। फिनिशर से बतौर ओपनर ये जो सफर रहा है आपके लिए, वो बहुत खूबसूरत सफर रहा है आपके लिए।
लेकिन एमसीसी निकिराई के बारे में पहले बात करेंगे, क्योंकि एमसीसी निकिराई के लिए आप बहुत सारे मैचेस खेल चुके हैं, एक रनवे मैच विनर आप बन चुके हैं। एमसीसी निकिराई जब आपको मतलब वो बुलावा आया कि आप एमसीसी निकिराई की तरफ से खेलेंगे, तब क्या फीलिंग्स था आपके अंदर, क्या सोच रहे थे आप? फास्ट ऑफ ऑल एमसीसी निकरे केते बड़ टीम सेटा ईच एंड एवरी एरिया रे समस्ते चाहती एमसीसी निकरे पटे खेलिया पई केना से एते बड़ ब्रांड और टीम अछि सेते बेडे एपे जाय भी तार क्रेज अछि। तो मु मोर एग्जाम चलथिला +2 प्रैक्टिकल एग्जाम चलथिला सेतेडे बबल नाम जो ओनर जे निकरे रे से मते फोन करले सेतेडे गोटे बाजार माने नुआ हाट बोली गिरिजा भाई करांती सेटा मैच हाँ को हाँ। होले से कहले तू आसी कि आज हम पटे खेलिबो। ମୁଁ ଯେତେବେଳେ କଲ୍ କଲି ମୋର ଏକ୍ଜାମ ବି ଥିଲା ପ୍ରାକ୍ଟିକାଲ ଏକ୍ଜାମ ଥିଲା ତା ମାନେ 2 ଦିନ ପରେ ଏକ୍ଜାମ ଥିଲା କିନ୍ତୁ ମୁଁ ଏତେ हाँ ଏକ୍ସାଇଟେଡ हाँ। ଥିଲି ବହୁତ ଖୁସି ଲାଗିଲା। ଦେନ୍ ମତେ ବାୟା ଭାଇ ଆସିଥିଲେ ଆମର ମନୋଜ କୁମାର ରାଉତ ସେ ମତେ ଆସିକି ନେଇକି ଗଲେ ଫାର୍ଷ୍ଟ ମ୍ୟାଚ୍ ଡେବ୍ୟୁ ମ୍ୟାଚ୍ ମୁଁ ଖେଳିଥିଲି ନାଇଟ୍ ମ୍ୟାଚ୍ ଟା ମୋର ନନ୍ଦାଇରା ସେଟା ଭଲ ପରଫରମାନ୍ସ ଥିଲା ଆମେ ଅବଶ୍ୟ ସେମିଫାଇନାଲ ହାରିଗଲୁ କିନ୍ତୁ ମୋ ପରଫରମାନ୍ସ ଟା ଭଲ ଥିଲା ଆଉ। जी 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 बिल्कुल। वो कहते हैं कि गिरने से डरेगा तो उड़ान कैसे भरेगा, ये क्रिकेट का जंग है जनाब, मेहनत नहीं करेगा तो आगे कैसे बढ़ेगा। फिर आपको टिकट मिलता है एसएस सान 11 का, उड़ीसा टेनिस क्रिकेट का एक बेहतरीन टीम के साथ आप योगदान दिए और बतौर ओपनर आपने कमाल की बैटिंग की है। लेकिन हर खिलाड़ी के साथ एक चीज हमको देखने के लिए मिलता है कि टर्निंग पॉइंट, कब आपको लगा कि नहीं टर्निंग पॉइंट आ चुका है, अब मूव ऑन करना है, आगे की तरफ बढ़ना है? कौन सा वो साल था जब आपको लगा कि नहीं क्रिकेट से ही आगे की तरफ बढ़ना है? ମୋର ମାନେ ଗୋଟେ ଦିଟା ଫେଜ ରେ ହେଇଛି। ଗୋଟେ ଫେଜ ରେ +2 ପଢୁଥିଲା ବେଳେ ସେତେବେଳେ ତ ମାନେ ବାହାର ପିଲା କିଛି ଖେଳନ୍ତିନି ମୁଁ କେବେ ବାହାର ଯାଇନି। ଗଜେନ୍ଦରପୁର ଟିମ୍ ଥିଲା ସେତେବେଳେ ଗଜେନ୍ଦରପୁର ଟିମ୍ ରେ ସବୁଠୁ ଭଲ ଟିମ୍ ମାନେ ଜଗନ୍ନାଥ ଭାଇ ଆସିକି ଖେଳନ୍ତି ବାଲିଆ ରାଜା ଆସିକି ବାବୁନି ଫବୁନି ସେତେବେଳେ ସେ ଟିମ୍ ରେ ଖେଳୁଥିଲେ। ତ ମୁଁ +2 ପଢିଲା ଟାଇମ୍ ରେ ବହୁତ ଛୋଟ ଥିଲି ଆମର ପରମାନନ୍ଦପୁର ଗୋଟେ ଜାଗା ଥିଲା ଗ୍ରୀନ ବଲ୍ ମ୍ୟାଚ୍ ଥିଲା ସେ ବନା ହେଇ ଜଣେ ଯେ ଓନର ଯେ ସେ ମତେ ଡାକିଥିଲେ ତ ସେ ଜାଗାରେ ମୁଁ 75 ମାରିଥିଲି ଭୁବନେଶ୍ୱର ଏଗେନ୍ଷ୍ଟ ସମସ୍ତେ ଆଉଟ୍ ହେଇଯାଇଥିଲେ 4-5 ଜଣ ଆଉଟ୍ ହେଇଥିଲେ ଭୁବନେଶ୍ୱର ଟିମ୍ ମାନେ ସେ ମାନେ ସେତେବେଳେ ବହୁତ ବଡ କଥା କି ଭୁବନେଶ୍ୱର ଟିମ୍ ଏତେ ବାଟ ଆସିଛି ସେ ବହୁତ ଭଲ ଟିମ୍ ଥିଲେ 75 ମାରିଥିଲେ ତାଙ୍କ ଅଗେନ୍ଷ୍ଟ ସେଇଠୁ ମତେ ବହୁତ ମାନେ ସାହସ ହେଲା ମୋଟିଭେସନ ମିଳିଲା କଲେଜ ବି ହେଲା ଖେଳିବା ପାଇଁ ସେଟା। ଆଉ ନେକ୍ସଟ ଗୋଟେ ରଘୁନାଥପୁରରେ ଆମର ଆମ ଲୋକାଲ ଟିମ୍ 4 ନମ୍ବର ପଟେ ଖେଳିଥିଲି ଆମ हाँ ଏଗେନ୍ଷ୍ଟ हाँ ଯୋଉ ମେକ୍ସି ଭାଇ ଧର୍ମେନ୍ଦ୍ର ଇଚ୍ଛାପୁର ତାଙ୍କ ଏଗେନ୍ଷ୍ଟ हाँ हाँ। ଫାଇନାଲ ରେ ମୁଁ 100 ମାରିଥିଲି 127 वाह। ମାରିଥିଲି କୋଡିଏ ମ୍ୟାଚ୍ ରେ। ତ ସେଇଠି क्या ଫିଲ୍ ହେଲା बात କି ହଁ ମୋ ପାଖରେ ability ଅଛି ମୁଁ ଆଗକୁ ବି ଭଲ ଖେଳି ପାରିବି ଏ ଦିଟା ମୋ ଟର୍ନିଂ है ପଏଣ୍ଟ जी। ଥିଲା। लेकिन स्ट्रगल लाइफ के बारे में हम जानना चाहेंगे। हमने देखा है बड़े से बड़े खिलाड़ी के कैरियर पे वो स्ट्रगल को झेलना पड़ता है, बहुत सारे मुश्किलों का सामना करना पड़ता है। क्रिकेट खेलने के लिए, यहाँ तक पहुंचने के लिए क्या क्या मुश्किलों का सामना करना पड़ा है अजहर करीम को? ସମସ୍ତେ ତ ମାନେ ଇଚ୍ ଆଣ୍ଡ ଏଭ୍ରି ପ୍ଲେୟାର ମାଡ ଖାଇଥିବେ ମୁଁ ବହୁତ ମାଡ ଖାଇଛି ଘରେ କାହିଁକିନା ମୁଁ हाँ हाँ। ମାନେ ଏକ୍ଜାମ ମୁଁ ମାନେ ଫାଷ୍ଟ ମୋର 10th ଏକ୍ଜାମ ହେଲା MIL ଏକ୍ଜାମ ଦେଇକି ମୁଁ ମାନେ ଗେଟ ରେ ବାହାର ଯାଇନି ମତେ ସେଇଠୁ ନେଇ ଯାଇଥିଲେ ମ୍ୟାଚ ଖେଳିବାକୁ ଯାଇଥିଲି କିନ୍ତୁ ମାନେ ପଢିଲା हाँ ଟାଇମ ରେ हाँ। ପଢେ କିନ୍ତୁ ମ୍ୟାଚ ଖେଳିବଥିଲି ସେତେବେଳେ ବହୁତ ଗାଳି ଶୁଣିଥିଲି ତାପରେ ମୋର ଟିକେ +2 ଖରାପ ହେଲା ଏଇ ମ୍ୟାଚ ପାଇଁ ଟିକେ ପରସେଣ୍ଟେଜ ମୋର କମି ଯାଇଥିଲା ନମ୍ବର +2 ବେଳେ ମ୍ୟାଚ କୁ हाँ ନେଇକି। हाँ। ଫାଷ୍ଟ ଅଫ୍ ଅଲ୍ ଗୋଟେ ଆମର ଗାଁରେ ନାଇଟ୍ ମ୍ୟାଚ୍ ହୁଏ ସେତେବେଳେ ଶିବପୁର ବୋଲି ଗୋଟେ ଜାଗାରେ ମୁଁ ସେତେବେଳେ ଛୋଟ ଥିଲି ମତେ ଗାଡିରେ ମାନେ ସେତେବେଳେ ଟାଟା ଏସି କରିଥିଲେ ଯିବା ପାଇଁ ମତେ ଗାଡିରେ ବସେଇଲେ ତାପରେ ମତେ ଓହ୍ଲେଇ ଦେଲେ ନା ତୁ ଛୋଟ ପିଲା ତୁ ଯିବୁନି ନାଇଟ୍ ମ୍ୟାଚ୍ ମୁଁ ସେଦିନ ବହୁତ କାନ୍ଦିଲି କି ଏମିତି हाँ ନାଇଟ୍ ମ୍ୟାଚ୍ हाँ। ହଉଛି ମୁଁ ନେଲେନି ମତେ ବସେଇକି ଓହ୍ଲେଇ ଦେଲେ ମତେ ସେଇଠୁ ବହୁତ କଷ୍ଟ ହେଲା କି ମୁଁ ଯଦି ଏବେ ଭଲ ଖେଳିବି ମାନେ ମତେ ବି ସମସ୍ତେ ଡାକିବେ ମୁଁ ଛୋଟ ପିଲା ଥିଲି ବୋଲି ମତେ ଓହ୍ଲେଇ ଦେଲେ ମତେ ବହୁତ କାନ୍ଦ ଲାଗିଲା ମୁଁ କାନ୍ଦିଥିଲି ସେଦିନଠୁ ବି ମାଇଣ୍ଡ ସେଟ୍ ଥିଲା କି ମୁଁ ଖେଳିବି ଯାହା ବି ହେଲେ ନାଇଟ୍ ମ୍ୟାଚ୍ ଖେଳିବି କିନ୍ତୁ ଭଗବାନ ଦୟାରୁ ନାଇଟ୍ ମ୍ୟାଚ୍ ଏତେ ସାରା ଖେଳିଲି ଯେ ବହୁତ ଭଲ ଲାଗିଲା। कभी डे मैच खेलने की तमन्ना आपने किया है कि नहीं, डे मैच खेलना है और रेड टेनिस पे भी अपना सिक्का जमाना है, कभी ऐसा सोचा है आपने? ରେଡ୍ ଟେନିସ୍ ମୁଁ ବହୁତ ମ୍ୟାଚ୍ ଖେଳେ ସେତେବେଳେ ତ ଲାଇଟ୍ ନାହିଁ ଆମ ଗାଁ ପଟରୁ ମୁଁ ବହୁତ ମ୍ୟାଚ୍ ଖେଳେ ମିନିମମ୍ ବି 15-30ଟା ମ୍ୟାଚ୍ ମୁଁ ରେଡ୍ ଟେନିସ୍ ରେ ଖେଳିଛି ଆଉ ରେଡ୍ ଟେନିସ୍ ରେ ଏବେ ଯାଏ ମୁଁ ମାନେ 0 ଆଉଟ୍ ହେଇନି ସବୁବେଳେ ରେଡ୍ हम्म। ଟେନିସ୍ ରେ ମୁଁ ସ୍କୋର କରିଛି 30, 40, 50 ରେଡ୍ ଟେନିସ୍ ରେ ମୁଁ 0 ଆଉଟ୍ ହେଇଥିବି ପ୍ରାୟ ବହୁତ କମ ହେଇଥିବି ଯେତେ ବି ରେଡ୍ ଟେନିସ୍ ଖେଳିଛି କିନ୍ତୁ जी। ମଝିରେ ଥରେ ମାନେ +2 ଟାଇମ୍ ରେ ଏକ୍ଜାମ ପୂର୍ବରୁ ଥିଲା ରେଡ୍ ଟେନିସ୍ ବଲ୍ ମୁଁ ବାଜି ଯାଇଥିଲା ଏଇଠି
ବ୍ଲଡ ବାହାରିଲା ତ ଏକ୍ସାମ ଟାଇମ ନା ଇନଜୋର୍ଡ ହେଲା ପରେ ମୁଁ ସେଥିପାଇଁ ଟିକେ କିଛି ସମୟ ପାଇଁ ରେଡ୍ ଟେନିସ୍ କୁ ମାନେ ଆଉ ପ୍ରିଫର କଲିନି। ପଢୁଥିଲି, ओके ଗ୍ରାଜୁଏସନ ବି ଚାଲିଥିଲା, ସେଥିପାଇଁ ମୁଁ ପ୍ରିଫର କରୁନଥିଲି ସେତେବେଳେ। ଏବେ ଚାନ୍ସ ओके। ମିଳିଲେ सियोर खेଳିବି। हम उम्मीद लगाएंगे। हम जब भी पिन्नू परिडा हमारे साथ योगदान दिए थे, हम तभी उनसे एक सवाल किया था कि क्या अजहर करीम नेक्स्ट सीजन पे बतौर ओपनर कमांडो 11 के लिए हम देख रहे हैं रेड टेनिस टूर्नामेंट पे। उन्होंने भी बताया था कि जब वो राजी है तो फिर हम भी राजी है। तो उम्मीद लगाएंगे कि आप रेड टेनिस पे भी तहलका मचाए और तूफानी बल्लेबाजी करें। लेकिन अब आते हैं कि मेमोरेबल मैच के ऊपर। कौन सा वो मैच है जो आपके लिए बहुत यादगार मैच रहा है? ମାନେ ଏଇ ସିଜन ନା ମାନେ ପୁରା ଟୋଟାଲ କ୍ୟାରିୟର ଭିତରେ? पूरा सीजन से एक मेमोरेबल मैच को याद कीजिए। ମୋର ତ ପୁରୁଣା କଥା ପଛ କିଛି ମନେ ରହିନି। चलिए इसी ତଥାପି सीजन का बता ମେମୋରି दीजिए। ମୋର ସେଇ ରଘୁନାଥପୁରରେ ଯୋଉ ସେଞ୍ଚୁରୀ କରିଥିଲି ସେଟା ମୋର ମେଡେନ ସେଞ୍ଚୁରୀ ଥିଲା, ଫାର୍ଷ୍ଟ ଥିଲା। ପୁଣି ଫାଇନାଲ ମ୍ୟାଚ ଟା ଥିଲା, ଆଉ ମାନେ हाँ हाँ। ଅପୋନେଣ୍ଟ ଟିମ୍ ବି 11 ଜଣ ଭଲ ଥିଲେ। ସେ 127 ମାରିଥିଲି, ସେଇଟା ବହୁତ ଖୁସି ଲାଗିଥିଲା। ସେ ମାନେ ରଘୁନାଥପୁର ଯାଜପୁରର ସବୁଠୁ ବଡ ଟୁର୍ଣ୍ଣାମେଣ୍ଟ। ଅଲଷ୍ଟାର ତ ଗୋଟେ ପ୍ରିମିୟର ଲିଗ, କିନ୍ତୁ ରଘୁନାଥପୁର ଟା ହେଲା ମାନେ ଆମ ଯାଜପୁରର ସବୁଠୁ ବଡ ଟୁର୍ଣ୍ଣାମେଣ୍ଟ। ସେଥିରେ ମୁଁ 100 ओके। ସେଞ୍ଚୁରୀ କରିଛି, ବ୍ୟାକ୍ ଟୁ ବ୍ୟାକ୍ ଇୟର ମୁଁ ଦିଟା ସେଞ୍ଚୁରୀ କରିଛି ସେ ଜାଗାରେ। मेमोरेबल ସେଇଟା। क्या बात है, 127 का पारी। कितना गेंदों का आपने सामना किया था? ସେଟା ଏକ୍ଜାକ୍ଟଲି ମନେ ନଥିବ, 20 ମ୍ୟାଚ ଥିଲା, ମନେ ନାହିଁ ଏକ୍ଜାକ୍ଟଲି କେତେ ବଲ୍ ଟା ଥିବ। चलिए कोई बात नहीं। यहाँ पे सिलू भाई लिख रहे हैं कि 5 ओवर पे 90 रन आपने चेस किया था एक मैच पे। कुछ याद है इस मैच के बारे में, खुलासा करेंगे आप? ସେଟା ବହୁତ ଫନି ଅଛି। ଆମେ ଯାଇଥିଲୁ ଖିଲିପଙ୍ଖା ଗୋଟେ ଜାଗା କୋରେଇ ପାଖରେ। ସେ हाँ हाँ ଜାଗାରେ हाँ। ମୁଁ ଦି ଜଣ ଗୋଟେ ଅଲଗା ଟିମ ରେ ଖେଳୁଥିଲୁ। ସିଲୁ, ନନ୍ଦ ଭାଇ, ବାଲିଆ ରାଜାଇ। ସେ ବାଲିଆ ରାଜାଇ ବୁଝିଥିଲେ, ସେ 6 ଜଣ ଅଲଗା ଟିମ। ତ ଆମେ हाँ हाँ। ତାଙ୍କରି ଗାଡିରେ ସେମାନେ ଖାଇବାକୁ ଦେଲେ, ତାଙ୍କ ସହିତ ଆମେ ବସିକି ଖାଇଲୁ। ଗଲା ପରେ ଆମେ ଅପୋନେଣ୍ଟ ଖେଳିଲୁ ତାଙ୍କ ସହିତ। ତାପରେ ମୁଁ 5 ଓଭରରେ 90 ରନ ଚେସ୍ କରିଦେଲି। ଚେସ୍ କଲେ क्या ରାଜାଇ बात କହିଲେ ମତେ ତୁ ଗାଡି ଦାନ ମୁଁ ତତେ ନେବିନି। है, क्या। चलिए चाहे मुश्किल परिस्थिति हो, लेकिन अपने अपने हाथ को खड़ा किया है कि मैं हूं ना, मैं हूं तो जीतने का उम्मीद आप लगा सकते हैं। आगे की तरफ बढ़ते हैं। एक रिकॉर्ड को याद कीजिए जो आपने खुद बनाया था, और वो सबसे बड़ा रिकॉर्ड अभी तक अजहर करीम के कैरियर पे, सेंचुरी को छोड़कर। ମୋର ଏଇ ସିଜନ ହେଇଛି, ଏଇ ସିଜନ ଗୋଟେ ଫାଇନାଲ ମ୍ୟାଚ୍ ରେ 128 ନା 29 ସେଞ୍ଚୁରୀ ମାରିଥିଲି। ସେଥିରେ 18ଟା ଛକା ମାରିଥିଲି। ସେଇଟା ମତେ ସବୁଠୁ ଭଲ ଲାଗିଛି। जी जी। और एक रिकॉर्ड मेरे को याद आता है, 6 गेंदों पर 6 छक्का। मतलब बहुत कम बल्लेबाज होते हैं जो 6 गेंदों पर 6 छक्का लगाते हैं। उसके बारे में बात करेंगे, लेकिन यहाँ पे मक्खन 77 क्रिकेट लवर आपके लिए एक शायरी भेजे हैं, वो मैं पढ़ के सुनाना चाहूंगा। अजहर है तो सब मुमकिन है, मोस्ट टेरिफिक टेरिफिक लेफ्टी बैट्समैन इन नाइट टेनिस क्रिकेट। उन्होंने सिर्फ आपके बारे में तारीफ की है। थैंक यू सो मच मक्खन 77। थैंक यू भाई। जी। 6 गेंदों पर 6 छक्का और 128 का पारी फाइनल मैच पे, ये दोनों को हम जब भी देखते हैं वो सबसे बड़ा रिकॉर्ड आपका रहा है। अब आते हैं मैन ऑफ द मैच। बहुत सारे टूर्नामेंट पे आप मैन ऑफ द मैच हुए हैं, लेकिन कौन सा मैन ऑफ द मैच आपके लिए स्पेशल है? ମୁଁ ଏଇ ସିଜନ ର କହୁଛି, କାହିଁକିନା ପ୍ରିଭିୟସ ର ମୋର ମନେ ପଡୁନି। ଯୋଉଟା ଆପଣ हाँ हाँ ଦେଇଥିଲେ ଯୋଉ ଖମାର, କାହିଁକିନା ସେଟା ୱେଟ୍ ବଲ୍ हाँ। ଥିଲା, ଫାର୍ଷ୍ଟ ଟାଇମ ମତେ ଖେଳିଥିଲି। ଆଉ ସେ ମାନେ ବହୁତ ଭଲ ଲାଗିଥିଲା ମତେ ସେ ମ୍ୟାନ ଅଫ ଦି ମ୍ୟାଚ୍ ଟା। ଆପଣ ଯୋଉଟା ବି ମତେ ପ୍ରୋଭାଇଡ କରିଥିଲେ ସେ ମ୍ୟାନ ଅଫ ଦି ମ୍ୟାଚ୍ ଟା, ଖମାର ସେଇଟା ମତେ ଭଲ ଲାଗିଲା। बीजू वॉरियर्स खमारा, जहाँ पे नाइट मैच पे कमाल की बैटिंग आपने किया था, और मैन ऑफ द मैच अवार्ड मैंने खुद अपने हाथों से आपको दिया था। और मेरे लिए भी वो सौभाग्य का बात था कि आप जैसे खिलाड़ी को मैं अवार्ड दिया। मैन ऑफ द सीरीज के ऊपर आते हैं, क्योंकि एक टूर्नामेंट पे आप जब भी मैन ऑफ द सीरीज होना चाहते हैं तो फिर हर मुकाबला पे आपको रन बनाना पड़ता है, आपको कड़ी मेहनत करना पड़ता है, पक्का इरादे के साथ आपको उतरना पड़ता है मैदान के ऊपर। कौन सा वो टूर्नामेंट जहां पे आपको मैन ऑफ द सीरीज मिला था, और वन ऑफ द बेस्ट मैन ऑफ द सीरीज आपके लिए? ମୋର ଏଇ ଯୋଉ ମାନେ ରିସେଣ୍ଟ ସମ୍ବଲପୁରରେ ହେଇଥିଲା, ସେଇ ମ୍ୟାନ ଅଫ ଦି ସିରିଜ ଟା ମୋ ପାଇଁ ବହୁତ ମେମୋରେବଲ, କାରଣ ସେଟା ବହୁତ ବଡ ବାଉଣ୍ଡରୀ ଥିଲା। ତ ସେଥିପାଇଁ ମେନ୍ ହେଲା ଆମେ ୟୁନିଟ 9 ଏଗେନ୍ଷ୍ଟ ମୁଁ ମାରିଥିଲି 60 କେତେ। ଆଉ ସେଇ ମ୍ୟାନ ଅଫ ଦି ସିରିଜ ଟା ମୋ ପାଇଁ ମେମୋରେବଲ। जी। लेकिन एक चीज है, आप हेलीकॉप्टर शॉट बहुत लाजवाब लगाते हैं तो कुछ ऐसे लगाते हैं कि लगता है कि अतरंगी है, अद्भुत है, अविश्वसनीय है। लेकिन ये जो हेलीकॉप्टर शॉट आप किससे सीखा है, या फिर किसको देखकर
किससे वो मतलब ମତେ ଲାଗୁଛି ସେ ହେଲିକପ୍ଟର ସଟ୍ ଟା ମୁଁ ମାନେ ନିଜେ ହିଁ ଜାଣିପାରୁନି ମୁଁ ସେଟା କେମିତି ଖେଳି ମୁଁ କାହାକୁ ଦେଖିକି ଶିଖିନି। ସେଟା ବଲ୍ ଆସେ ସେ ମେରିଟ ରେ ମୋ ବ୍ୟାଟ୍ ଟା ବାସ୍ ସ୍ପିନ୍ କରିଦିଏ ସେଟା ତାପରେ ପ୍ରାକ୍ଟିସ ହେଇ ଅଟୋମେଟିକ ହେଇଯାଇଛି ସେଟା କିନ୍ତୁ ମୁଁ ସେମିତି ମାଇଣ୍ଡ ସେଟ୍ କରିନଥିଲି କି ଏ ସଟ୍ ଟା ଖେଳିବି। ସେଟା ଆକ୍ଚୁଆଲି ମାନେ ଏମିତି ପ୍ରାକ୍ଟିସ ହେଉ ମ୍ୟାଚ୍ ରେ ହେଇକି ହେଇଯାଏ ସେମିତି ସଟ୍ ଟା। ମୁଁ ନିଜେ ବି लेकिन ଦେଖେ ଯେତେବେଳେ बैट ମୁଁ ନିଜେ ବି କନଫ୍यूଜ ହେଇଯାଏ कि ମୁଁ କେମିତି मारे। आपने एक मेरे को वीडियो भेजा था, शायद मैं वो वीडियो हाँ अपलोड नहीं किया क्योंकि वो मेरा यूट्यूब का नहीं था। लेकिन मतलब मैं जब भी पहली बार वो वीडियो को देखा, मतलब ऐसा कोई बल्लेबाज है इस तरीके से शॉट खेल सकता है, लेकिन आपने काफी जबरदस्त शॉट खेला था। बैट स्विंग आपका जबरदस्त है, जिस हिसाब से आप बल्ला घुमाते हैं, जो जिस रफ्तार के साथ आप बल्ला घुमाते हैं, सामने वाला गेंदबाज को आप गिरफ्तार करते हैं। एक चैंपियनशिप को याद कीजिए जो आपके लिए एक बेस्ट चैंपियनशिप हो। और ये अजहर भाई, चैंपियनशिप यहाँ पे बहुत सारे फैंस ये चीज बता रहे हैं कि आप हिंदी में बोलिए, लेकिन अजहर भाई मेरे को कल से बता दिए थे कि नहीं, मैं उड़िया पे बोलूंगा क्योंकि मैं उड़ीसा का खिलाड़ी हूँ। कोई बात नहीं, आगे की तरफ बढ़ते हैं जी। जो चैंपियनशिप के बारे में मैं बता रहा था आपको এই সিজন তো जी, इसी सीजन के ऊपर। এই সিজন କୋଉଟା ଏଇ ସିଜନ ସେଇ ମୋ ସମ୍ବଲପୁର ଟା ହିଁ ମୋ ପାଇଁ ସେଟା ମେମୋରେବଲ ଟା ସମ୍ବଲପୁର ଯୋଉଟା ମୁଁ ମ୍ୟାନ ଅଫ ଦ ସିରିଜ ଯାଇଥିଲି ସେଇଟା ମୋ ପାଇଁ। जी, संबलपुर का जो चैंपियनशिप, जिस किताब को आपने जीता था, वो आपका बेस्ट चैंपियनशिप आप मानते हैं। अभी तक कुल मिलाकर आप कितना सेंचुरी लगा चुके हैं? अच्छा मेरे भैया बोल रहे हैं हिंदी में बोल रहे हैं तो मैं भी हिंदी में बोल रहा हूँ जो मेरे जी जी। बेग मेरे दरअसल में भैया हैं क्योंकि मैं सबसे ज्यादा उनको चाहता हूँ मेरे के मैंने लाइफ में तो ठीक है मैं हिंदी में जी, बोलूंगा। टोटल सेंचुरी 7 या 8 के दरमियान टोटल सेंचुरी 7 8। 8 सेंचुरी आप लगा चुके हैं। कभी गेंदबाजी करने के लिए मौका मिला है आपको? मैं फास्ट में मैंने बॉल मैंने गेंदबाज तो मैं कर सकता था लेकिन थोड़ा मेरा लाइन लेंथ मैं बहुत स्पीड पे तो लाइन लेंथ कंट्रोल नहीं इसकी वजह से मैं गेंद नहीं किया मेरा हाथ पेन भी बहुत होने की वजह से मैं गेंदबाज नहीं कर पाया। जी, अब आते हैं वो सवाल के ऊपर, जहां पे मैं आपको पूछूंगा उड़ीसा टेनिस क्रिकेट के खिलाड़ियों के बारे में। आपको जो भी ये सवाल मैं पूछूं कि उड़ीसा टेनिस क्रिकेट पे टॉप 5 बैट्समैन आप चूज कीजिए। थोड़ा सा डिवाइड कर लेते हैं। टेनिस, जो रेड टेनिस है, वो उस फॉर्मेट से आप 5 बल्लेबाज चूज कीजिए, और सॉफ्ट टेनिस यानी कि नाइट मैच पे जो खिलाड़ी खेलते हैं, उनमें से आप 5 बल्लेबाज का सिलेक्शन कीजिए। यानी कि आपको 10 बल्लेबाज का सिलेक्शन करना है। पहले रेड टेनिस से शुरुआत करते हैं। ମୁଁ ପୁରା ଟୋଟାଲ ରେଡ୍ ଟେନିସ ର କ୍ୟାଟେଗୋରୀ ଅଲଗା କରିଦଉଛି ଆଉ ଗ୍ରୀନ ଟେନିସ ର ଅଲଗା କରିଦଉଛି କାହିଁକିନା ମୁଁ ରେଡ୍ ଟେନିସ ବହୁତ କମ ଖେଳେ କିନ୍ତୁ ପିଲାମାନେ ବହୁତ ଭଲ ଖେଳୁଛନ୍ତି ରେଡ୍ ଟେନିସ ରେ। हाँ हाँ। ମୁଁ ରେଡ୍ ଟେନିସ ରେ ସବୁଠାରୁ ଫାଷ୍ଟ ବ୍ୟାଟ୍ସମ୍ୟାନ କହୁଛି ଆମର असलम भाई मदन भाई हम्म ଚୁଇଁକାଳି ଭାଇ ଜଗନ ଭାଇ हम्म ପିନୁ ଭାଇ हम्म। ଆଉ ଆମର ହିଟ ମାଇଣ୍ଡ ର ଯେ ବବଲୁ ଭାଇ ଲେଫ୍ଟି ଖେଳନ୍ତି हाँ हाँ। ସେ ଆଉ ସେ ରାଜୁ ତାଙ୍କର ହିଟ ମାଇଣ୍ଡ ର ଗୋଟେ ରାଜୁ ବୋଲି ପିଲା रिवर्स ସେ राजू। ଖେଳନ୍ତି ହଁ ସେ ବହୁତ ଭଲ ଏଥର ଖେଳିଛନ୍ତି ଆଉ ଆମର ସିଙ୍ଗଲ ଦାସ ଭାଇ ଲୁଟୁ सिंगल दास। ୱାରିୟର୍ସ ର ଆଜ୍ଞା। यस। ପାଞ୍ଚ अब ଜଣ ଇମ୍ପସିବଲ କହିହବନି କାହିଁକି ଏତେ ପ୍ଲେୟାର ଭଲ ଖେଳୁଛନ୍ତି ହାଇପ ରଖନ୍ତୁନି ଯେତେ ମାନେ ଆସିବେ ମୁଁ କହିପାରିବି ଆଉ। चलिए, अब आते हैं सॉफ्ट टेनिस के ऊपर। ତାପରେ ମୁଁ ସେ ରେଡ ବଲ ବଲର को କହିଦିଏ ଆଗେ ତାପରେ ରେଡ ବଲ ଅଲରାଉଣ୍ଡର କହିଦିଏ तापर सॉफ्ट टेनिस କୁ ଯିବା। ओके ओके ओके, चलिए अब रेड टेनिस गेंदबाज के ऊपर आते हैं। ରେଡ ଟେନିସ ର ବଲର ହେଲା ବାବୁନି କୌଶଲ ରାଜୁ ଭାଇ ତାପରେ ଆମର ସୋନା ଭାଇ ମନୋଜ କୁମାର ବାୟା ଭାଇ ଆମର ସୋନା हम्म। ଭାଇ ଆଉ ସିଲୁ ସିଲୁ ମାନେ ଗୋଲ୍ଡେନ ର ସିଲୁ ଲେଫ୍ଟି बाया। ବଲର ସେ जी। ଆଉ ଆଉ ଜଣେ ଆମର ରାକେଶ ଏମଏମସିସି ରାକେଶ ଭାଇ ଏମଏମସିସି ର चलिए, अब ये ହେଲା आते हैं ବଲର। ऑलराउंडर के ऊपर। ऑलराउंडर के ऊपर आते ଅଲରାଉଣ୍ଡର हैं। ଆମର ଏଥର ଜଗତ ଭାଇ ଏମଏମସିସି ର ସେ ବହୁତ ଟେରିଟୋରି ରାଉଣ୍ଡର ନେଇ ମାନେ ଗ୍ରୀନ ବଲ ରେଡ ବଲ ସବୁଥିରେ ସେ ଭଲ ପରଫରମାନ୍ସ କରିଛନ୍ତି। ଆମର ଚିନୁ ସେ हम्म। ଚିନୁ ଆଉ ତାପରେ ଆମର ଛୋଟୁ ଆକାଶ ଭାଇ ଏମଏମସିସି ର हाँ हाँ। ଆଉ ବିକାଶ ଭାଇ ହିଟ ମାଇଣ୍ଡ ର यस ଆଉ ଆମର ଆଶିକ ଖାନ ଭାଇ ଇମେଜ 11 ର ଆଉ यस।
ଆମର ମାନେ ମାନେ ଯୋଉ ବାଉमंटू ଆମର बाउमंटू। एमएमसीसी बाउमंटू है। चलिए, लेकिन यहाँ पे आपने जो गेंदबाजों का नाम लिया, जैसे मनोज कुमार राउत, बाबू ने, ऐसे आपने और भी राकेश का भी नाम लिया, लेकिन किस गेंदबाज के सामने आपको थोड़ा सा दिक्कत आता है, आप थोड़ा सा डिफेंसिव माइंड पे खेलना चाहेंगे? ମୁଁ ଏମାନଙ୍କ ଭିତରୁ କାହାକୁ ଏତେ ଭଲସେ ଖେଳିନି, ମାନେ ମେନ୍ ହେଲା ବାବୁନି ତ ନିଜ ଟିମରେ ରହିଲା, ସୋନାହି ନିଜ ଟିମରେ ରହିଗଲା। ଯିଏ ବି हाँ ମାନେ हाँ। ଅଛନ୍ତି ମତେ ଖେଳିବାକୁ ସେ ଗ୍ରୀନ ଟେନିସ୍ କ୍ୟାଟାଗୋରୀରେ ଅଛନ୍ତି, सेतेबेले କହିଦେବି ଯାହାକୁ चलिए, ଖେଳିବା ପାଇଁ ଅସୁବିଧା अब ନାହିଁ। आते हैं सॉफ्ट टेनिस के ऊपर। सबसे पहले 5 बल्लेबाजों का नाम लीजिए। ସଫ୍ଟ ଟେନିସ୍ ତ ସବୁଠୁ ମାନେ ଏ ବର୍ଷ ସବୁଠୁ ଭଲ ଖେଳିଛନ୍ତି ଆମର ବାସା ଭାଇ ପପୱାନ ଟିମ ର। हम्म ତାପରେ ବାସାଇ ପରେ ସିଲୁ ଆମର ନିକିରେର ସିଲୁ। ସିଲୁ हम्म ବହୁତ ଭଲ ଖେଳିଛି, ମାନେ କିଛି କିଛି ମ୍ୟାଚ୍ ୟୁଟ୍ୟୁବ ଲାଇଭ କିନ୍ତୁ ହୁଏନି, କିନ୍ତୁ ବହୁତ ମ୍ୟାଚ୍ ରେ ସେ ଗୋଟେ ସେଞ୍ଚୁରୀ ମାରିଛି, ବହୁତ ମାନେ ହାଫ ସେଞ୍ଚୁରୀ 2-3ଟା ଖେଳିଛି, ସେ ଓପନ ବହୁତ ଭଲ ଖେଳିଛି ସିଲୁ। हम्म ସିଲୁ ଫାର୍ଷ୍ଟ ହେଲା ସିଲୁ, ଦେନ୍ ତାପରେ ଆମର ତାପରେ ଆଉ ସୌମ୍ୟ ରଞ୍ଜନ ଲାଣ୍ଡୁ ଭାଇ ଯୋଉ ଲେଫ୍ଟି, ଆପଣ ସାଲେପୁରରେ ସେ ମ୍ୟାନ ଅଫ ଦି ସିରିଜ ହେଇଥିଲା ଆମର ଏ ରିସେଣ୍ଟ जी जी ଲେଫ୍ଟି जी ବ୍ୟାଟ୍ସମ୍ୟାନ। जी। ଇଚ୍ ଆଣ୍ଡ ଏଭ୍ରି ମ୍ୟାଚ୍ ରେ ସେ ଭଲ ପରଫର୍ମ କରିଛନ୍ତି ଏଇ ସିଜନ। ସୌମ୍ୟ ଭାଇ ସେ बिल्कुल। ଲାଣ୍ଡୁ ତାଙ୍କ ନାଁ। ଆଉ ଶିବୁ ଭାଇ ଆମର ଜଗତସିଂହପୁର ଶିବୁ ଭାଇ ଗ୍ରୀନ ଟେନିସ୍ ରେ ସେ ଏ ବର୍ଷ ବି शिबू। ବହୁତ ଭଲ ଖେଳିଛନ୍ତି। ଆଉ କେତେ ଜଣ ହେଲେ? ଇରଫାନ ଇରଫାନ ଆମର ଇରଫାନ हाँ, ଇରଫାନ ଭାଇ। इरफान का नाम आपने ले, आपका साथी खिलाड़ी। ଆଜ୍ଞା ଇରଫାନ। और एक याद करेंगे, और कोई सॉफ्ट टेनिस पे ଆଉ बल्लेबाज? ଗୋଟେ ପ୍ଲେୟାର ହେଲା ବନ୍ଧନ ବନ୍ଧନ ନନ୍ଦ ଭାଇର ତାଙ୍କ ସାନ ଭାଇ ବନ୍ଧନ, ସେ ବହୁତ ଭଲ ଖେଳିଛି ଏ season। यस यस। अब आते हैं टॉप 5 बॉलर। ଶୁଣା ଯାଉନି। मैंने बोला कि टॉप 5 बॉलर। आवाज आ ଟପ୍ रहा ଫାଇଭ୍ है? ବୋଲର ଆମର ଏଥର ଭଲ ପକେଇଛନ୍ତି ସମ୍ବିତ ଭାଇ, ଆମର हम्म ମାଲି ସବୁ ସ୍ପାଇଡର ସମ୍ବିତ ଭାଇ। ସେ ମାନେ ଯେତେ ଭଲ ଟିମ୍ ଯେ ସବୁ ଟିମ୍ ଏଗେନ୍ଷ୍ଟ ସେ ଭଲ ପକେଇଛନ୍ତି, ଭଲ ଭଲ ବ୍ୟାଟ୍ସମ୍ୟାନ କୁ ବି ସେ ଭଲ ପକେଇଛନ୍ତି ପୁରା ସିଜନ ସାରା। ସମ୍ବିତ ଭାଇ, हम्म ଆମର ନୂର ନିଜାମୀ ଭାଇ हम्म। 2, ଆଉ ଦୀପୁନା ବୋଲି ଗୋଟେ ପିଲା ଅଛି ଜଗତସିଂହପୁର ଦୀପୁନା, ସେ हाँ हाँ 3, ଆଉ ଭାଗୁ ପିପିଲି ଆମର ଆଇଆରସି ପଟେ ଖେଳନ୍ତି ଭାଗୁ। हम्म। ଆଇଆରସି पटे ଖେଳନ୍ତି ଭାଗୁ ସେ। ଆଉ ଆମର ଗ୍ରୀନ ଟେନିସ୍ ରେ ଆଉ ଜଣେ ତାପସ ଭାଇ ବହୁତ ଭଲ ଖେଳିଛନ୍ତି ତାପସ ଭାଇ। यस, मेरे को याद आता है नाइनपुर का वो मैच जहां पे तापस ने कमाल की गेंदबाजी की थी, रोका था वहां पे एमसीसी निकरई, उनके वजह से वो फाइनल तक पहुंच पाया बहुत था। मैच अब आते हैं ऑलराउंडर के ପାଇଁ ऊपर। ଏମସି ଅଲରାଉଣ୍ଡର ରେ ସବୁଠାରୁ ଗ୍ରୀନ ଟେନିସ୍ ରେ ଛୋଟ ମାନେ ଆମର ଆଶିଷ ଭାଇ ଆଇଆରସି ପଟେ ଯୋଉ ଖେଳନ୍ତି ଆଶିଷ ଭାଇ जी, आशीष ସେ, महापात्र। ଆଉ ଆଜ୍ଞା ଆଉ ଅନିରୁଦ୍ଧ ଭାଇ ବାବା ଇଲେଭେନ हम्म ଅନିରୁଦ୍ଧ ଭାଇ। हम्म। ଆଉ ଆମର ଆମର ଏଇ ସାଗର ଆମର ଟିମ ର ସାଗର ବୋଲି ଗୋଟେ ପିଲା, ସେ ଓପନ ବୋଲିଂ ବ୍ୟାଟିଂ ଏବେ ରିସେଣ୍ଟ ଏଇ ବର୍ଷ ସେ ଭଲ ମାନେ ଅଲରାଉଣ୍ଡର ହିସାବରେ ଭଲ ପରଫର୍ମାନ୍ସ କରିଛି ସେ। ସାଗର ବୋଲି जी। ପିଲା ଗୋଟେ ଆମ ମାନେ ସ୍ପାଇଡର ସେ। ଆଉ ଦୀପୁନି ବୋଲି ପିଲା ସେ ଆଇଆରସି पटे ଖେଳେ ଦୀପୁନି, हाँ हाँ ସେ हाँ। ଆଇଆରସି पटे ଖେଳନ୍ତି, ବୋଲିଂ ବ୍ୟାଟିଂ କରନ୍ତି ସେ। चलिए, वो सवाल से पहले कुछ सवाल यहाँ पे आया है, हमारे फैंस लोगों ने पूछा है। सिद्धार्थ दास एक सवाल पूछे हैं कि एमपीएल जो 2 साल हुआ है उसके बारे में आप क्या बताना चाहेंगे? आप वहां पे खेल चुके हैं, एमपीएल के बारे में। ର ଫାର୍ଷ୍ଟ ସିଜନ ମୁଁ ଖେଳିଥିଲି, ସେଟା ଗ୍ରୀନ ବଲ୍ ହେଇଥିଲା। ସେଇଠି ମାନେ ମୋ ମାନେ ଲାଇଫ ରେ ସବୁଠାରୁ ଭଲ ମ୍ୟାଚ ମତେ ଲାଗିଥିଲା ସେଇଠି, ଆଉ ଟିକେ ମାନେ ଡର ବି ଲାଗିଥିଲା କିଛି ସେମିତି ରିଜନ ପାଇଁ। ସେ हाँ ମ୍ୟାଚ ଟା हाँ ମୁଁ ଚିନୁ ସେ ମ୍ୟାଚ ଟା ଆମେ ସେଇଠି ଚିନୁ ପାଖରେ ରହିକି ଖେଳିଥିଲୁ, ମାନେ ସେଠି ଯେତେ ଭଲ ପାଇବା ମିଳିଛି ଚିନୁ ଘର ଗାଁରେ ମୁଁ ମାନେ କେବେ ମୁଁ କୋଉ ଗାଁରେ ଏମିତି ଦେଖିନି ଖେଳ ପ୍ରତି ଏତେ କ୍ରେଜ। ଆଉ ଏମପିଏଲ ଟା हाँ हाँ। ବହୁତ ମାନେ ଭଲ ମ୍ୟାଚ, ଇଚ୍ଛା ଥିଲା ଖେଳିବାକୁ, ଯେହେତୁ ୱେଟ୍ ବଲ୍ ଟା ହେଲା ମୁଁ ଗୋଟେ ଦିଟା ମ୍ୟାଚ ଖେଳିଲି, ନେକ୍ସଟ ମ୍ୟାଚ ଖେଳି ପାରିଲିନି। ନେକ୍ସଟ ସିଜନ ମୁଁ ସିଓର ସିରିଜ ବି ହେଇଥିଲି, ଏମପିଏଲ ଯୋଉ ବର୍ଷ ହେଇଥିଲା ସେଠି ମ୍ୟାନ ଅଫ ଦି ସିରିଜ ହେଇଥିଲି, ସେଠି बहुत ଭଲ ପାଇବା ମିଳିଥିଲା। चलिए, पिनू परिड़ा एक यहाँ पे क्वेश्चन आपको पूछे कि सान 11 के मैनेजर के बारे में आप क्या बताना चाहेंगे? अभी भाई और टूना भाई के बारे में क्या बताना चाहिए, क्योंकि आपके ओनर है, आपके मैनेजर है,
किस हिसाब से आपको सपोर्ट मिलता है उनसे, और क्या बातचीत होता है जब प्रेशर सिचुएशन पे आप जाते हैं बैटिंग करने के लिए, क्या कॉन्फिडेंस मिलता है आपको, उसके बारे में थोड़ा सा बताइए, अभी भाई और टूना भाई के बारे में। ଫାଷ୍ଟ ମୁଁ ଟୁନାଇ ବିଷୟରେ କହୁଛି। ଟୁନାଇ ତ ଆମର ମାନେ ଟିମର ସବୁ କିଛି ହେଲେ ଟୁନାଇ ସେ ବ୍ୟାଟିଂ ଠାରୁ ଆରମ୍ଭ କରି ଫିଲ୍ଡିଂ ଠାରୁ ସିଲେକ୍ସନ ଫିଲେକ୍ସନ ମ୍ୟାନେଜମେଣ୍ଟ ସବୁ କିଛି ସେ କରନ୍ତି। ଆଉ ସେ ମାନେ କେତେବେଳେ କଣ କରିବେ ତମେ କିଛି ଜାଣିପାରିବନି। ସେ କହିବାକୁ ଗଲେ ଆମର ଧୋନି ସେ ବଟି ମାନେ ବସିଥିବେ ସେମିତି ସଡନ ମାନେ ତାଙ୍କ ମାଇଣ୍ଡରେ କଣ ଥିବ ସେ କାହାକୁ ବି ପଠେଇ ପାରନ୍ତି ବ୍ୟାଟିଂ, ତମେ ନିଜେ ବି ବୁଝିପାରିବନି ସେ କାହାକୁ ବ୍ୟାଟିଂ ବୋଲିଂ ପଠେଇଦେବେ। ସେ କିନ୍ତୁ हाँ ଆମକୁ ଲାଗେ ସେ ସଡନ ପଠାନ୍ତି କିନ୍ତୁ ତାଙ୍କ ମାଇଣ୍ଡ ଭିତରେ ସବୁବେଳେ ଚାଲିଥାଏ। ସେ ଆକ୍ଚୁଆଲି ଗୋଟେ ଓନର ବି ନୁହନ୍ତି, ସେ ଗୋଟେ ପ୍ଲେୟାର ବି ଅଛନ୍ତି। ସେ ସବୁବେଳେ ମାନେ ଷ୍ଟଡି କରନ୍ତି କଣ କେମିତି ଥାଏ हाँ ସିଚୁଏସନ ସବୁବେଳେ ଦେଖନ୍ତି। ସେ ସବୁବେଳେ ବସି ସେଟା ମାନେ ମାନେ ଏମିତି ପ୍ରେଡିକ୍ଟ କରିପାରିବନି ଯେ ଫାର୍ଷ୍ଟ ମ୍ୟାଚ୍ ରେ ଏଇ ଓପନ ଯାଇଛି ମାନେ ସେକେଣ୍ଡ ମ୍ୟାଚ୍ ରେ ଏଇ ଯିବ କି ନାହିଁ। ସେ ସଡନ କିଛି ଚେଞ୍ଜ କରିପାରନ୍ତି। ସେ କେତେବେଳେ କାହାକୁ ପଠେଇଦେବେ ମାନେ ପ୍ଲେୟାର ମାନେ ହିଁ ସେଥିପାଇଁ ସବୁବେଳେ ମାନେ ରେଡି ଥାନ୍ତି। ଟୁନାଇ ସବୁବେଳେ ତାଙ୍କର ମାନେ ଷ୍ଟ୍ରାଟେଜି ନେଇକି ସବୁବେଳେ ଇଏ କରନ୍ତି। ଆଉ ସେ ଗୋଟେ ଏମିତି ଓନର ଯିଏ କି ମାନେ ଆମକୁ ମୁଁ କହିବାକୁ ଗଲେ ଆମ ଓଡିଶାରେ ଆଙ୍କ ଭଳିଆ ଓନର କେବେ ମୁଁ ପାଇପାରିବୁନି ଆମେ। ଆମ ପାଇଁ ସେ ବହୁତ କିଛି କରନ୍ତି। ଇଭେନ ତାଙ୍କ ଗ୍ୟାରେଜ ର ମାନେ କାମ ଥାଏ, ବହୁତ କାମ ଥାଏ, ସେ ବହୁତ ବିଜି ପର୍ସନ। କାମ ଥାଏ ତଥାପି ଆମକୁ ନେଇକି ଯିବେ, ଡ୍ରାଇଭିଂ କରିବେ 200-300 କିଲୋମିଟର ନେଇକି ଯିବେ, ପୁଣି ଆସିବେ ପୁଣି ତାଙ୍କ କାମ କରିବେ। ସେ ରେଷ୍ଟ ବି ପାଆନ୍ତିନି, ଏତେ ମାନେ ବିଜି ଥାନ୍ତି, ତଥାପି ଆମ ପାଇଁ ସେ ବହୁତ କିଛି କରନ୍ତି। जी। ଆଉ ଅଭୟ ବିଷୟରେ କଣ କହିବି, ମୁଁ ତ ଏଇ ବର୍ଷ ତାଙ୍କ ସହିତ ଫାଷ୍ଟ ମିଶିଲି। ଫାଷ୍ଟ ମିଶିଗଲେ ମୋ ମାନେ ଫେଭରେଟ ପର୍ସନ ଭିତରେ ସେ ଜଣେ ଅଛନ୍ତି। ମୋର ବହୁତ ଫେଭରେଟ ସେ ଅଭୟ। ଆମକୁ ସେମାନେ ବହୁତ ଭଲ ସେ ଆମକୁ ଟ୍ରିଟ୍ କରନ୍ତି। କେବେ କିଛି ମ୍ୟାଚ୍ ଯେମିତି ଯାହା ହଉ କେବେ କିଛି ଅସୁବିଧା ନାହିଁ। ଆମେ ସବୁବେଳେ ଆମକୁ ମ୍ୟାଚ୍ ଜିତିଲେ ଯାହା ଟ୍ରିଟ୍ କରନ୍ତି, ହାରିଲେ ବି ସେଇଆ ଟ୍ରିଟ୍ କରନ୍ତି। ସବୁବେଳେ ଆମ ପାଇଁ ସେ ସମାନ। चलिए, ସେ ମୋ थैंक यू ବହୁତ सो मच ଫେଭरेट। अभी भाई, और जी थैंक यू सो मच अभी भाई और टूना भाई। एक शायरी में टूना भाई के लिए यहाँ पे बोलना चाहूंगा, जिस हिसाब से वो टीम के खिलाड़ियों के साथ मिलकर इस टीम को आगे की तरफ लेकर गए हैं कि मंजिलें उन्हें नहीं मिलती जिनके ख्वाब बड़े होते हैं, मंजिलें उन्हें मिलती है जो जीत पर अड़े होते हैं। और एकमात्र ऐसे ओनर मैंने देखा है जिनके अंदर वो जिद्दीपन नजर आया है, वो जीतने की जो जज्बा है उन्होंने दिखाया है। तो आप कंटिन्यू कीजिए कमांडो 11 एस एस सान 11 को, और भी आप ऊपर की तरफ जाइए, इसका हम उम्मीद लगाएंगे। 5 गेंदबाजों का आपने नाम लिया था, एक गेंदबाज का भी नाम लीजिए जो आपको दिक्कत पे डाल सकते हैं, मुश्किल सवाल पूछ सकते हैं। ମତେ ଏ ସିଜନ ସବୁଠୁ ଅଧିକା ଆଉଟ କରିଛି ପିଣ୍ଟୁଆ। କିନ୍ତୁ ତା ମାନେ କିନ୍ତୁ ମତେ ଆଉଟ କରିଛି ପିଣ୍ଟୁଆ, କିନ୍ତୁ ମତେ ସବୁଠୁ ଅଧିକା ମାନେ କ୍ରିଟିକାଲ ଲାଗିବ ଖେଳିବାକୁ ତାପସ ଭାଇ ବଂଶ। ସେ ବହୁତ ଭଲ ଅପକଟାର ପକାନ୍ତି, ତାଙ୍କ ଭଳି ଅପକଟାର ମୁଁ ଏଯାଏଁ ଦେଖିନି ପକେଇବାରେ। କିନ୍ତୁ ସେ ନିଜ ଟିମ ରେ ରହୁଛନ୍ତି ବୋଲି ମୁଁ ଖେଳି ପାରିନି, ଥରେ ଦିଥର ଖେଳିଛି କିନ୍ତୁ ମତେ ଲାଗୁଛି ତାଙ୍କୁ ଖେଳିବାକୁ ଅସୁବିଧା ହବ ତାପସ ଭାଇ। जी, तापस भाई का आपने नाम लिया, बहुत बढ़िया, कट्टर का इस्तेमाल करते हैं, चेंज ऑफ पेस अच्छा डालते हैं, और टप्पा जो ढूंढते हैं ना वो उनका सबसे बड़ा खासियत रहा है। लेकिन अब रेड टेनिस पे बहुत सारे टूर्नामेंट होता है, और सॉफ्ट टेनिस नाइट मैच पे भी बहुत सारे टूर्नामेंट होता है। लेकिन जब रेड टेनिस टूर्नामेंट के बारे में बात करें, एक से बढ़कर एक टूर्नामेंट आपको नजर आएगा, लेकिन ऐसे 5 टूर्नामेंट का नाम लीजिए जहां पे आने वाले समय पे अजहर करीम खेलना चाहेंगे, वन ऑफ द फेवरेट, वो 5 टूर्नामेंट का नाम आप लीजिए। पहले तो रेड टेनिस टूर्नामेंट का। ଗ୍ରୀନ ଟେନିସ ରେ ତ ମୁଁ ଖେଳିଦେବି। ରେଡ ଟେନିସ ରେ କହୁଛି ସବୁଠୁ ଫାଷ୍ଟ ହେଲା ସୁକୁନେଇ ପ୍ରିମିୟର ଲିଗ। ସେଇଟା ୱାନ ଅଫ ଦି ମାନେ ବେଷ୍ଟ ଟୁର୍ଣ୍ଣାମେଣ୍ଟ ଆମ ଓଡିଶାର। ସେଟା ମାନେ ମୁଁ ନିଜେ ବି ଯାଇଥିଲି, ଆମ ନିଜ ଟିମ ମୁଁ ଯାଇଥିଲି ସେଠି ଖେଳିନି, କିନ୍ତୁ ବହୁତ ମତେ ଭଲ ଲାଗିଲା ତାଙ୍କ ଆରେଞ୍ଜମେଣ୍ଟ ଘରିକା। ଆଉ ସବୁଠୁ ଭଲ ଟୁର୍ଣ୍ଣାମେଣ୍ଟ ଟା ମତେ ଲାଗିଲା, ସେଠି ଇଚ୍ଛା ଅଛି ଖେଳିବା ପାଇଁ। ଆଉ 2-3ଟା ମ୍ୟାଚ ଯୋଉ ଅନୁଗୁଳ ରେ ହୁଏ, ଅନୁଗୁଳ 2-3ଟା ମ୍ୟାଚ ସେଠି ମୁଁ ତ ଜାଣିନି ଭଲସେ ନା, ସେ 2-3ଟା ମ୍ୟାଚ ଅନୁଗୁଳ ରେ ହବ ଗୋଟେ। ଆଉ ଗୋଟେ ଏଠି ଆମର ବାଗାଡିଆ କପ୍ ତ ସେ ମାନେ 2 ବର୍ଷରେ ଥରେ ହୁଏ, ସେଟା ଖେଳି ହବ ନ କହିପାରିବିନି, କିନ୍ତୁ ସେ ସୋନପୁରରେ ଗୋଟେ ମ୍ୟାଚ ହୁଏ ସେଟା। हम्म ଏଇ हम्म 2-4-5 ଇଚ୍ଛା अब ଅଛି आते हैं ଖେଳିବା ପାଇଁ। नाइट मैच के ऊपर। नाइट मैच के ऊपर ऐसे तो आप नाइट मैच जहां पे होता है वहां पे अजहर करीम होते हैं, क्योंकि नाइट मैच का किंग हम आपको बुलाते हैं। टॉप 5 टूर्नामेंट जब मैं नाइट मैच के बारे में बात करूं, तो फिर आप किस किस टूर्नामेंट का नाम लेना चाहेंगे जिनका ऑर्गेनाइज बेहतर हो, माहौल वहां पे कमाल का बनता हो, और वहां पे खेलने पे मजा आता है आपको। ସବୁଠୁ ଫାଷ୍ଟ ହେଲା ଆମେ ଦାଣ୍ଡିଆ ପ୍ରିମିୟର ଲିଗ, ଯୋଉଟା ଆମେ ହାରି ଯାଇଥିଲୁ। ଆମେ ଯୋଉ 6ଟା ଛକା ମାରିଥିଲେ ସୂର୍ଯ୍ୟକାନ୍ତ ଭାଇ, ସେଇଟା ଆମ ସବୁଠୁ ମାନେ ଭଲ ଟୁର୍ଣ୍ଣାମେଣ୍ଟ ଟା। ସେଟା ବହୁତ ଭଲ ଆରେଞ୍ଜମେଣ୍ଟ ବି ଥିଲା। ସେଟା ଫାଷ୍ଟ। जी। ଆମ ସ୍ପାଇଡର କପ୍ ଟା ଆମ ନିଜ ଯୋଉ ଆମ ଲୋକାଲ ରେ ମାନେ ଯାହା ବି ହେଲେ ଖେଳିବାକୁ ଇଚ୍ଛା ହବ, ସେଟା 2ଟା। यस। ଆଉ ସେ ଯୋଉ ଏଫସିସି ଯୋଉ ନଇନପୁର ସେଟା।
ତିନିଟା। जी ଆଉ ଆମ ସମ୍ବଲପୁରରେ ରିସେଣ୍ଟ ମୁଁ ଯୋଉ ଖେଳିଥିଲି ସମ୍ବଲପୁର ସେଟା ଚାରିଟା। ଆଉ ଗୋଟେ କୋଉଟା ଏ ଚାରିଟା। ଆଉ चलिए ତ 4 हो ଏତେ चुका है। ମ୍ୟାଚ୍। यहाँ पे सोलमपुर आप आए थे, क्या बढ़िया टूर्नामेंट ଆଉ वहां ଗୋଟେ पे खेला गया था। ପାଇକା ମାଲଟା पाइक ମତେ माल, ବହୁତ ଭଲ ଲାଗେ। ହୁଁ, ସେଇଟା ବହୁତ ଭଲ काफी ଲାଗିଥିଲା। जबरदस्त आपने बैटिंग भी किया था पाइक माल पे। तो ये 5 आपने सॉफ्ट टेनिस नाइट मैच टूर्नामेंट के बारे में बताया, लेकिन अब आप 5 यंगस्टर का नाम लीजिए, मतलब जिन्होंने इसी सीजन पे काफी बेहतरीन परफॉर्मेंस दिए हैं और उड़ीसा टेनिस क्रिकेट का वो फ्यूचर भी हो सकते हैं। ଏଇ ସିଜନ ସବୁ ମାନେ ଟପି ପିଲା ଆମର ଏମଏନସିସି ବଜାର ସେ ବହୁତ ଭଲ ଖେଳିଛି। ପିଣ୍ଟୁଆ ସେ ଏମଏନସି ବଜାର ପିଣ୍ଟୁଆ ସେ ମାନେ ଇଚ୍ ଆଣ୍ଡ ଏଭ୍ରି ଫର୍ମାଟ ରେ ସେ ମାନେ ଭଲ ଖେଳି ପରଫରମାନ୍ସ କରିଛି। ଭଲ ଭଲ ଟିମ୍ ଏଗେନଷ୍ଟ ବି ଖେଳିଛି। ଏଥର ସେ ବାହାରେ ବି ଯାଇକି ଭଲ ପରଫରମାନ୍ସ କରିଛି ସେ। ଆଉ ସୋହେଲ ବୋଲି ଗୋଟେ ଲେଫ୍ଟି ପିଲା ଅଛି ଯାଜପୁରର, ସେ ସେ ବି ବହୁତ ଭଲ ଏଥର ମାନେ ୟଙ୍ଗଷ୍ଟର ସେ ଭଲ ପରଫରମାନ୍ସ କରିଛି। ଆଉ ଆମର ବବି ବୋଲି ପିଲା ଚିନୁ ଘର ପାଖରେ ସେ ନୂଆ ପକଉଛି ଏଇ ବର୍ଷ जी ସେ ଆମ ଟିମ ରେ ବି ଖେଳିବ। ସେ ବି ବହୁତ ଭଲ ପରଫରମାନ୍ସ କରିଛି ୟଙ୍ଗଷ୍ଟର ଆମ। जी। जब आपको ये सवाल पूछा जाए कि टॉप 5 प्लेयर ऑफ द डिकेड, मतलब पूरा क्रिकेट जब से टेनिस क्रिकेट का शुरुआत हुआ है वहां से जब आपको 5 खिलाड़ी चुनना हो, मतलब थोड़ा सा पुराना खिलाड़ी के ऊपर जाते हैं जो आप उनसे बहुत कुछ सीखे हैं, उस खिलाड़ियों का नाम लीजिए। टॉप 5 डिकेट बैट्समैन ସବୁଠୁ ଫାଷ୍ଟ ମୋର ଆସିବେ ମାନେ ପ୍ଲେୟାରରେ ଇମରାନ ନାଜିର ଭାଇ। ସେ କହିବାକୁ हाँ ଗଲେ हाँ ଗୋଟେ ଲେଜେଣ୍ଡ। ନା ସେ ଏବେ ଯାଇକି ଖେଳୁଛନ୍ତି। ଗୋଟେ ପ୍ଲେୟାର 2 ବର୍ଷ 3 ବର୍ଷ ଖେଳିବା କଷ୍ଟ, ସେ 10 ବର୍ଷ ହେଲା ସେ ଏବେ ଯାଏ ଖେଳୁଛନ୍ତି। ଆଉ ତାଙ୍କ ପରଫରମାନ୍ସ ରେ କିଛି भी ମାନେ ସେମିତି ସେ ତାଙ୍କର ପରିଚୟ ଦବଦବା ଯେମିତି ଅଛି ସେମିତି ରହିଅଛି। ସେ ବହୁତ ମାନେ କମ୍ପ୍ଲିଟ ପ୍ଲେୟାର ଇଭେନ୍ ବ୍ୟାଟିଂ ବୋଲିଂ। ମୁଁ ବହୁତ ମାନେ ଆମେ ଯେତେବେଳେ ଖେଳୁନଥିଲୁ ସେବେ ସବୁ ଦେଖି ଆସୁ ତାଙ୍କର ଯୋଉ ମାନେ ଇଏ ଅଛି କ୍ରେଜ ଅଛି ଲୋକମାନଙ୍କ ପାଖରେ। ଲୋକମାନେ ତାଙ୍କୁ ଯାଆନ୍ତି ଦେଖିବା ପାଇଁ ମାନେ 20 କିଲୋମିଟର 30 କିଲୋମିଟର ଯାଇକି ତାଙ୍କୁ ଦେଖିବାକୁ ହିଁ ଯାଆନ୍ତି। ଖାଲି ମାନେ ଇମରାନ ନାଜିର ନାଁ ଶୁଣିଲେ ଲୋକମାନେ ତାଙ୍କୁ ଦେଖି ଯାଆନ୍ତି। ସେ ମୋ ପାଇଁ ପୁରା ଫେଭରେଟ ଅଛନ୍ତି ସବୁବେଳେ ପାଇଁ ସେ ଥିବେ। ସେକେଣ୍ଡ ଆମର ନିଜର ବାଲିଆ ରାଜା ଭାଇ। ଆମେ ଇଭେନ୍ हम्म। ମାନେ ମାନେ ଖେଳ ଜାଣିନଥିଲୁ ସେ ସେତେବେଳଠୁ ଖେଳୁଛନ୍ତି। ଏବେ ଯାଇକି ବି ସେ ରିସେଣ୍ଟ ମାନେ ଏଇ ସିଜନ ସବୁଠୁ ଅଧିକା ରନ୍ କରିଛନ୍ତି ରେଡ ବଲ ରେ କମାଣ୍ଡୋ ପାଇଁ ବାଲିଆ ରାଜା ଭାଇ। ମାନେ ଭାବି ପାରୁଥିବେ ତାଙ୍କର ମାନେ ଫିଟନେସ ରହିବା ଦରକାର। ସେତିକି ସମୟ ଫିଟନେସ ବି ରହିବନି ଏତିକି ସମୟ ଖେଳିଲେ। ତାଙ୍କର ଏବେ ଯାଏ जी ଫିଟନେସ ବି ସେମିତି ଅଛି। ସେ ବହୁତ ଭଲ ଖେଳୁଛନ୍ତି। ସେ ବହୁତ ଜାଗାରେ ମାନେ ସେ ବୋଧେ ଏମିତି ପର୍ସନ ଯୋଉମାନେ ଇଚ୍ ଆଣ୍ଡ ଏଭ୍ରି ଜାଗାରେ ମାନେ ଓଡିଶାର ପ୍ରତ୍ୟେକ ଜାଗାରେ ସେ ଖେଳୁଛନ୍ତି। କୋଉ ଏମିତି ଜାଗା ନାହିଁ ଯେ ବାଲିଆ ରାଜା ଯାଇନଥିବେ। ସେ ବହୁତ ସେ जी। ଫାର୍ଷ୍ଟରେ ମୁଁ ରଖି ଆମର ସୁମନ୍ତ ଭାଇ। ସୁମନ୍ତ ଭାଇ ଅଧିକା ଖେଳ ଦେଖିନି କିନ୍ତୁ ସମସ୍ତଙ୍କ ଠାରୁ ବହୁତ ଶୁଣିଛି। ଆଉ ମୁଁ ଗୋଟେ ଦିଟା ଜାଗାରେ ଖେଳିଛି ସୁମନ୍ତ ଭାଇ। ଫୋର୍ଥରେ ମୁଁ ରଖି ଆମର ମାନେ ପିପିଲି ପୁଅ ଭାଇଙ୍କୁ। ସେ ତ ସବୁଠୁ ମାନେ ଏବେ ଯାଇକି ବି ସେ ଭଲ ମାନେ ଇଏ କରନ୍ତି ପରଫରମାନ୍ସ ପିପିଲି ଭାଇ। ଆଉ 5 ରେ ଆମର ନନ୍ଦ ଭାଇ କେନ୍ଦ୍ରାପଡାର ନନ୍ଦ ଭାଇ। ନନ୍ଦ ଭାଇ चलिए ଶୁଣିନାହାନ୍ତି ଯିଏ ତାଙ୍କ ବ୍ୟାଟିଂ ଦେଖିଛି ସେ ଜାଣିଛି ନନ୍ଦ ଭାଇ କଣ ଅଛନ୍ତି। ସେ ताଙ୍କ ମାନେ ତାଙ୍କ ଭଳିଆ ପ୍ଲେୟାର ମାନେ କ୍ଲାସ କହିବାକୁ ଗଲେ ନନ୍ଦ ଭାଇ କୁ ବୁଝାଏ। ସେ ବହୁତ यस, ଭଲ खेଳନ୍ତି। क्लासिकल खिलाड़ी चिन्मय परिड़ा नंदा। अब आते हैं थोड़ा सा स्किल्स के ऊपर। आपका स्किल्स के बारे में जितना तारीफ किया जाए उतना कम रहेगा, लेकिन क्या एक स्किल्स होना चाहिए बल्लेबाज के अंदर? एक प्रॉपर बल्लेबाज बनने के लिए क्या क्या आपके पास होना चाहिए? जैसे हम स्टांस के बारे में बात करते हैं, शॉट शॉट सिलेक्शन के बारे में बात करते हैं, आप कहाँ से पिकअप करते हैं शॉट को, या फिर गेंदबाज के हाथ को परखना चाहिए, या फिर लाइनर लेन को, आप क्या करते हैं? आपके पास क्या चीज है जो आपको खास बनाता है? ଫାଷ୍ଟ ଅଫ୍ ଅଲ୍ କିଛି ବ୍ୟାଟ୍ସମ୍ୟାନ୍ ଥାନ୍ତି ଫ୍ରଣ୍ଟ ଫୁଟ୍ ବ୍ୟାଟ୍ସମ୍ୟାନ୍ ବ୍ୟାକ୍ ଫୁଟ୍ ବ୍ୟାଟ୍ସମ୍ୟାନ୍ ମୁଁ ବ୍ୟାକ୍ ଫୁଟ୍ ରେ ଖେଳେ। ମୋର ସବୁଠାରୁ ଫାଷ୍ଟ ହେଲା ମୁଁ ରିଡ୍ କରେ ମାନେ ହାତ ରିଡ୍ କରେ। ମାନେ ଇଚ୍ ଆଣ୍ଡ ଏଭ୍ରି ବଲର ହାତ ରିଡ୍ କରେ। ଆଉ ଯୋଉଟା ମୁଁ ଯୋଉ ବଲର ଜାଣିପାରେନି ହାତ ରିଡ୍ କରେନି ମୁଁ ଟିକେ ମାନେ ସେଟା ଟିକେ ମାନେ ନଈକି ଖେଳେ। ନଈକି ଖେଳିଲେ କଣ ଟିକେ ମାନେ ମତେ ଏଲିଭେସନ ମିଳିପାରେ। ସେତେବେଳେ ଏଲିଭେସନ ମିଳିପାରେ ମାନେ ଲାଇନ୍ ଲେନ୍ଥ କୁ ପିକ୍ କରିବାକୁ ମୋ ପାଇଁ ଇଜି ହବ। ଆଉ ମୁଁ ମାନେ ମେରିଟ୍ ଅନୁସାରେ ଖେଳେ ବଲ୍ ଅନୁସାରେ ମୁଁ ଖେଳେ ସଟ୍। ଯଦି ବଲ୍ ଅଫ୍ ସାଇଡ୍ ରେ ଅଛି ମୁଁ ତାକୁ କଭର ରେ ଖେଳିପାରେ। ଯଦି ବଲ୍ ମାନେ ବଡିରେ ଅଛି ମୁଁ ତାକୁ ଲେଗ୍ ସାଇଡ୍ ରେ ଖେଳିପାରେ ଷ୍ଟ୍ରେଟ୍ ସଟ୍ ଖେଳିପାରେ। ଯଦି ମାନେ ବଲ୍ ଟା ଆଗେ ପଡିଛି ତାକୁ ମୁଁ ସିଧା ଖେଳିବି। ଯଦି ମାନେ ପିଚ୍ ଅଫ୍ ଲେନ୍ଥ ଅଛି ତାକୁ ଫୁଲ୍ ଖେଳେ। ଏଇ ଅନୁସାରେ ମୁଁ ଖେଳେ। चलिए, पहला राउंड हमारा खत्म हो चुका है, दूसरा राउंड के ऊपर आते हैं। यहाँ पे आपको सिर्फ खिलाड़ियों का नाम लेना है फटाफट। ओडिशा टेनिस क्रिकेट पे फियरलेस बैट्समैन। फियरलेस ବ୍ୟାଟ୍ସମ୍ୟାନ୍ ଆମର କଣ୍ଟିଆ ହେଇକି ରଖିବି।
ଅନୁଗୁଳର କଣ୍ଟିଆଇ ସେ ଫିୟରଲେସ୍ ଅଛନ୍ତି ମାନେ ସିଚୁଏସନ ତାଙ୍କ ପାଇଁ କିଛି ନାହିଁ ସବୁବେଳେ ସେମ୍ ଯିବେ ତ ମାନେ ହିଟ୍ ଲଗେଇବେ। चलिए, एक्यूरेट बैट्समैन यानी कि जैसी गेंद उस प्रकार की शॉट खेलते हैं। ଆକ୍ୟୁରେଟ୍ ବ୍ୟାଟ୍ସମ୍ୟାନ୍ କମ୍ପ୍ଲିଟ୍ ବ୍ୟାଟ୍ସମ୍ୟାନ୍ ସେଟା ଜଗନ ଭାଇ। ଜଗନ ଭାଇ କହିଲେ ମାନେ ପରଫେକ୍ଟ ବ୍ୟାଟ୍ସମ୍ୟାନ୍ ପୁରା ଟୋଟାଲ ମାନେ ସେ ଟୋଟାଲ ଏ ବର୍ଷ ସବୁ ବର୍ଷ ପାଇଁ ସେ ହିଁ ରହିବେ। ତାଙ୍କ ଭଳିଆ ପରଫେକ୍ଟ ବ୍ୟାଟ୍ସମ୍ୟାନ୍ ଏବେ ଯାଏ ମୋ ଅନୁସାରେ ସବୁଠୁ ଭଲ ବ୍ୟାଟ୍ସମ୍ୟାନ୍ ଜଗନ ଭାଇ ଅଛନ୍ତି। ପରଫେକ୍ଟ ବ୍ୟାଟ୍ସମ୍ୟାନ୍ ସେ ମୁଁ ଜଗନ ଭାଇ ରଖିବି। क्या बात है। एक्यूरेट बॉलर ଆକ୍ୟୁରେଟ୍ ବୋଲର ମୁଁ ଯେତେ ସମସ୍ତଙ୍କୁ ଦେଖିଛି ଦେଖ ଆକ୍ୟୁରେଟ୍ ବୋଲର ଯିଏ ମାନେ ଉଭୟ ଅପକଟର ଲେଗ କଟର ପକଉଥିବ ଯିଏ କି ମୁଁ ଆକ୍ୟୁରେଟ୍ ବୋଲର ମୁଁ ଚିନୁକୁ ରଖିବି। ଚିନୁ ଇଚ୍ ଆଣ୍ଡ ଏଭ୍ରି ସିଚୁଏସନରେ ସବୁ ସିଚୁଏସନରେ ସେ ପକେଇଦବ। ଏବେକାର ଫର୍ମାଟରେ ତ ସିଧା ବଲ ହେଲାଣି ସେ ସିଧା ବଲ ହିଁ ପକେଇବ ଅପକଟର ପକେଇଦବ ଲେଗ କଟର ପକେଇବ ସବୁ ଫର୍ମାଟ ପାଇଁ ସେ ଆଭେଲେବଲ ତ ମୁଁ ଚିନୁକୁ ରଖିବି ଆକ୍ୟୁରେଟ୍ ବୋଲର। बेस्ट फिनिशर ବେଷ୍ଟ ଫିନିଶର ମୁଁ ଯେତେ ଦେଖିବା ମୁଁ ନିଜେ ଗୋଟେ ୱିଟନେସ୍ ଅଛି ବେଷ୍ଟ ଫିନିଶର ମୁଁ ବିକାଶ ଭାଇକୁ ରଖିବି। ମୁଁ ଦିଟା ମ୍ୟାଚ୍ ଦେଖିଛି ନିଜେ ମାନେ ଗୋଟେ हाँ हाँ ଇଭେଣ୍ଟ ଗୋଟେ ଓଭରରେ 8 ଛକା 3ଟା 20 ରନ୍ 22 ରନ୍ ସେ ସବୁବେଳେ ମାନେ ମାରିଛନ୍ତି ମୁଁ ଦେଖିବା 4ଟା ଛକା ବି ଅଛି ସେ ମାରିଛନ୍ତି ତ ମୋ ଅନୁସାରେ ବିକାଶ ଭାଇକୁ ମୁଁ ରଖିବି। चलिए, गेम चेंजर ଗେମ୍ ଚେଞ୍ଜର ମୋ ହିସାବରେ ମୁଁ ଗେମ୍ ଚେଞ୍ଜର ଚିନୁକୁ ହିଁ ରଖିବି। ଚିନୁକୁ ଏଥିପାଇଁ ରଖିବି ଚିନୁ ମେନ୍ ହେଲା ବ୍ୟାଟିଂ ପରଫରମାନ୍ସ ତା ସବୁବେଳେ ସେ ଯୋଉ ଟାଇମରେ ଆସେ ସେଇ ଟାଇମରେ ସବୁବେଳେ ଗେମ୍ ଚେଞ୍ଜର ମୁଭମେଣ୍ଟ ହିଁ ଥାଏ। ସେ ସବୁବେଳେ ନମ୍ବର 5-6ରେ ଆସେ ସେତେବେଳେ ଗେମ୍ ଚେଞ୍ଜର ମୁଭମେଣ୍ଟ ଥାଏ ଆଉ ବୋଲିଂ ବି ଯେତେବେଳେ କରିବ ସେ ସେଇ ଟାଇମରେ ହିଁ ବୋଲିଂ ମେନ୍ ଟାଇମରେ ଭାଇଟାଲ ଓପନ ଆସିବ ଆଉ ଡେଥ୍ ଓଭର ଆସେ ସେଥିପାଇଁ ଚିନୁ ହିଁ ଗେମ୍ ଚେଞ୍ଜର ରହିବ ସବୁବେଳେ ମୋ ପାଇଁ। बेस्ट ओपनर दो सलामी बल्लेबाज का नाम लीजिए जो ओपनिंग बेहतरीन कर सकते हैं। चाहे आप जब भी टीम बना रहे हैं वहां पे जब भी दो बल्लेबाज को आपको ओपन कराना है तो फिर आप किस बल्लेबाज का नाम लेना चाहेंगे। ଓପନରେ ମଦନ ଭାଇ ରହିବେ ଆଉ ଅସଲମ ଭାଇ ଦି ଜଣ ଓପନ ଭଲ ଖେଳନ୍ତି କାହିଁକିନା ଆଉ କିଛି ପ୍ଲେୟାର ପରମାନେଣ୍ଟ ଓପନ ଖେଳନ୍ତିନି କିନ୍ତୁ ଅସଲମ ଭାଇ ମଦନ ଭାଇ ପୁରା ପରମାନେଣ୍ଟ ଓପନ ଖେଳନ୍ତି ଏଭ୍ରି ଫର୍ମାଟରେ ସେ ଦି ଜଣ ହେବେ। बेस्ट बेस्ट विकेट कीपर ବେଷ୍ଟ ୱିକେଟ କିପର ମୁଁ ଜଗନ ଭାଇକୁ ତ ଭାଇ ତାଙ୍କ ଛଡା ଆଉ କିଏ ତାଙ୍କ ମାନେ ଗ୍ରୀନ ଟେନିସ ରେ ମୁଁ ଅଧିକ ମାନେ ଟେନିସ ବଲ ରେ ହିଁ ମୁଁ କାହାକୁ କିପିଂ ରେ ଅଧିକ ଦେଖିନି ଜଗନ ଭାଇ ଛଡା ସେ ହିଁ ମତେ ଭଲ ଲାଗନ୍ତି ସେ ଜଗନ ଭାଇ। बेस्ट पेस बॉलर यानी कि गति होना चाहिए। पेस बॉलर ମୁଁ ଯାହାକୁ ଦେଖିବାରେ ମତେ ଓବାମା ଭାଇଙ୍କ ବଲ୍ ପେସ୍ ଓବାମା ଭାଇ। चलिए, बेस्ट कटर बॉलर କଟର ଲେଫ୍ଟ ହ୍ୟାଣ୍ଡେଡ ରେ କହୁଛି ଲେଫ୍ଟ ହ୍ୟାଣ୍ଡେଡ ପାଇଁ ମୋର ମାନେ ଆସିବ ବାବୁନି ଆଉ ରାଇଟ ହ୍ୟାଣ୍ଡେଡ ପାଇଁ ଆମର ଏଇ ଭଲ ପକେଇଛନ୍ତି ଆମର ରାଜୁ ଭାଇ ଯୋଉ କୌଶଲ ରାଜୁ ଭାଇ ସେ ମାନେ ବହୁତ ଭଲ ପକାନ୍ତି କଟର ବୋଲନ୍ତି। बेस्ट स्ट्राइक रूटेड बैट्समैन यानी कि सिंगल को डबल पे परिवर्तन करते हैं बार बार। ସେଟା ମାନେ ଅନଡାଉଟେबल ଆମର ଶ୍ରୀନିବାସ ଭାଇ ସେ ମାନେ ସବୁବେଳେ ତାଙ୍କର ଅଛି ସେ ମାନେ ବଲ୍ ଡଟ୍ ହେବେନି କେବେ ସବୁବେଳେ ରୋଟେଟ୍ କରିଦେବେ ଶ୍ରୀନିବାସ ଭାଇ। यस, सेफ हैंड फील्डर ସେଫ୍ ହ୍ୟାଣ୍ଡ ଫିଲ୍ଡର ମୁଁ ଦି ଜଣ ନାଁ ଆମର ସୋନା ଭାଇ ଆଉ ଚିନୁ ଏ ଦି ଜଣ ସେଫ୍ ହ୍ୟାଣ୍ଡ। बेस्ट डेथ बॉलर आखिरी ओवर पे अच्छी गेंदबाजी करते हैं। ଡେଥ୍ ବୋଲର ଏଇ ସିଜନରେ ବାବୁନି କିଛି ବହୁତ ମ୍ୟାଚ୍ 3-4ଟା ମ୍ୟାଚ୍ ଭଲ ପରଫରମାନ୍ସ କରିଛି ମୁଁ ବାବୁନି ଡେଥ୍ ବୋଲର ହିସାବରେ ବି ବାବୁନି। एवरग्रीन कैप्टन सबसे बढ़िया कप्तान आपके लिए। ମୋ ପାଇଁ ଏଭରଗ୍ରୀନ କ୍ୟାପ୍ଟେନ ଆମର ପିନୁ ଭାଇ ମତେ ମାନେ ବହୁତ ମାନେ ମତେ ସପୋର୍ଟ କରିଛନ୍ତି ବହୁତ ସବୁବେଳେ ସବୁଠୁ ଅଧିକା ମତେ କନଫିଡେନ୍ସ ଯିଏ ଦେଇଛି ସେ ପିନୁ ଭାଇ ଦିଅନ୍ତି ମାନେ ଯୋଉ ଫର୍ମାଟ ମତେ ରେଡ୍ ବଲ୍ ବି ସେଇ କେତେଟା ମ୍ୟାଚ୍ ଖେଳିଛନ୍ତି ସେଇ ମତେ କନଫିଡେନ୍ସ ଦେଇକି ଖେଳିଛନ୍ତି ଆଉ ମୁଁ ନାଇଟ୍ ମ୍ୟାଚ୍ ଯାଏ ଯୋଉଠି ଯାଏ ମତେ ଯେତେ ଲାଗିବ କି ବାଉଣ୍ଡରୀ ବଡ ଅଛି କନଫିଡେନ୍ସ ଆସିବନି ପିନୁ ଭାଇ ତୁ ଟେନସନ ନେନା ତୁ ମାରିବୁ ମୁଁ ଜାଣିଛି तू ମାରିବୁ ପିନୁ भाई ମତେ ବହୁତ ସପୋର୍ଟ କରିଛନ୍ତି ପିନୁ ଭାଇ। और एक सवाल यहाँ पे आ रहा है, थैंक यू सो मच पिनू भाई। मिस्टर क्रिकेट 2022 उन्होंने पूछा है कि रिलायंस टीम के बारे में आप क्या बताना चाहेंगे। ମେନ୍ ହେଲା ମୁଁ ଆଗେ ତା ନା ମାନେ ରିଲାଏନ୍ସ ଟିମ୍ ବିଷୟରେ କହିବା କଥା ତ ସେମିତି କ୍ୱେଶ୍ଚିନ୍ ଆସିପାରିଲାନି ବୋଲି କହିପାରିଲିନି। ରିଲାଏନ୍ସ ଟିମ୍ ହେଲା ଯିଏକି ସବୁଠୁ ମାନେ ମୋର ନିଜର ଟିମ୍ ଭାବେ କହିଲେ ଚଳିବ ରିଲାଏନ୍ସ ଟିମ୍। ମୁଁ ଯେବେ ଯାଇ ଖେଳୁଥିବି ମୁଁ ରିଲାଏନ୍ସ ଟିମ୍ ଯାଇ ଖେଳିଥିବି ଯେବେ ଯାଇ ମାନେ ମୋର କ୍ୟାରିୟର ଯେବେ ଯାଇ ମୁଁ କ୍ରିକେଟ ଖେଳିଛି ମାନେ ରିଲାଏନ୍ସ ଟିମ୍ କୁ କେବେ ମୁଁ ଛାଡି ପାରିବିନି ଆଉ ତାଙ୍କର ଓନର ଯିଏ ପ୍ରକାଶ ଭାଇ
से मो ପାଇଁ ବହୁତ କିଛି କରିଛନ୍ତି ଯେ କି ମୋ ଲାଇଫ ମାନେ କହି ହବନି ସେ ମୋ ପାଇଁ ଏତେ କି ବହୁତ ସାରା ମୋ ପାଇଁ କରିଛନ୍ତି ଆଉ ମୁଁ ତାଙ୍କୁ କେବେ ଛାଡି ପାରିବିନି ରିଲାଏନ୍ସ ଟିମ୍ କୁ। ସେ ଯେବେ ଯାଏ ରିଲାଏନ୍ସ ଟିମ୍ ରହିବ ମୁଁ ଯେତେ ଯାଏ ଖେଳିଥିବି ରିଲାଏନ୍ସ ଟିମ୍ ରେ ସବୁବେଳେ ପାଇଁ खेलती चलिए, ମୋର ସବୁଠୁ व्हाट अबाउट ମାନେ चुई कालिया? यहाँ पे मतलब थोड़ा सा गाली पड़ रहा है हमको, क्योंकि हम थोड़ा सा चुई कालिया के बारे में हमने बात नहीं किया। लेकिन क्या लगता है चुई कालिया किस किस्म के खिलाड़ी हैं? क्या कुछ सीखने के लिए मिला है चुई कालिया जैसे खिलाड़ी से आपको? ମାନେ ଅନଅର୍ଥୋଡକ୍ସ ସଟ୍ ରେ ସେ ମାନେ କିଙ୍ଗ କହିବାକୁ ତାଙ୍କୁ କହିଲେ ଚଳିବ। ଆଉ ସେ ସବୁବେଳେ ତାଙ୍କ ମୋର ଯେତେ ଓପନ ଦେଖିବା ଭଲ ପାର୍ଟନରସିପ ହେଇ ସେହି ମୋ ସହିତ ଥାନ୍ତି। ଆଉ ସବୁଠୁ ଅଧିକ ମତେ ମାନେ ଫିଲ୍ଡ ଭିତରେ ଇନକରେଜ କରେ ସେଟା ମାନେ ଆମ କାଳିଆ ଭାଇ ଚୁଇଁ କାଳିଆ ଭାଇ, ଆଉ ଯିଏ ଫିଲ୍ଡ ବାହାର କରେ ସେଟା ପିନୁ ଭାଇ। ଆଉ କାଳିଆ ଭାଇ ସବୁବେଳେ ମତେ ମାନେ ଇନକରେଜ କରିବେ କେମିତି ଖେଳିବୁ ଦିଟା ଛକା ମାରି ମୁଁ ସବୁବେଳେ ମାନେ ଆଗ୍ରେସିଭ ଅଧିକ ହେଇଯାଏ, ଦିଟା ଛକା ମାନେ ତିନିଟା ଛକା ବେଳେ ଯିବି। ସେଥିପାଇଁ ୱିକେଟ ବି ବେଳେ ବେଳେ ଦେଇଦିଏ, ସେଥିପାଇଁ ସବୁବେଳେ ବୁଝେଇବେ ରନ୍ ହେଇଗଲା ଏଇ ଓଭରଟା ରହିଯା, ବଲର କୁ ଚୁଜ କରି ଖେଳେ, ସବୁବେଳେ ମତେ ଗାଇଡ ସେଇ କରନ୍ତି। ଆଉ ତାଙ୍କ କନଫିଡେନ୍ସ ଏମିତି ପିଲା ସବୁବେଳେ ହାଇ ଥାଏ, ସେ କେବେ ବି ମାନେ ସବୁବେଳେ ତାଙ୍କ ଆଗ୍ରେସିଭ ଏନର୍ଜି ପୁରା ଫିଲ୍ଡ ଭିତରେ ମ୍ୟାଚ୍ ଆରମ୍ଭରୁ ନେଇକି ଶେଷ ଯାଏଁ ତାଙ୍କ ଭିତରେ ମାନେ ଆଗ୍ରେସିଭ ସବୁବେଳେ ଥାଏ, ସେ ପୁରା ଏନର୍ଜେଟିକ। ସବୁବେଳେ ସେ ମାନେ ମତେ ବହୁତ କନଫିଡେନ୍ସ କରନ୍ତି ସେଇ ମାନେ ଫିଲ୍ଡ ଭିତରେ। ମୁଁ ଯେତେ ଭଲ ଇନିଂସ ଖେଳିଛି ସେଇ ମୋର ମାନେ ଓପନର ସେଇ ଥାନ୍ତି, ସେଇ ମତେ ବହୁତ ମାନେ ମୋଟିଭେଟ କରନ୍ତି। ଆଉ ସେ ଯେତେବେଳେ ମାନେ ଫର୍ମ ରେ ଥିବେ ତାଙ୍କ ଯୋଉ ବାଜିବ ମାନେ କୋଉ ଏମିତି ବଲର ନାହିଁ ଯେ ତାଙ୍କୁ ବଲ ପକେଇଦବ, ସେମାନେ କେମିତି ସବୁ ଇଚ୍ ଆଣ୍ଡ ଏଭ୍ରି ସଟ୍ ସେ ଖେଳି ପାରନ୍ତି। ତାଙ୍କ ସେ ମାନେ ବହୁତ ସବୁଠାରୁ ଭଲ ବ୍ୟାଟ୍ସମ୍ୟାନ ସେ। ନିଶ୍ଚିତ ଭାବରେ ଅଜହର ଭାଇ, ଦେଖିବା ବହୁତ ସାରା ଟିମ୍ ଏଗନେଷ୍ଟ ରେ ଆପଣ ଖେଳି ସାରିଛନ୍ତି, କିନ୍ତୁ କୋଉ ଟିମ୍ ଏଗନେଷ୍ଟ ରେ ଖେଳିବାକୁ ଅଧିକା ମଜା ଆସିଥାଏ? ଅପୋନେଣ୍ଟ ଟିମ୍ ଯଦି ଦେଖିବା ମାନେ ହାରିବା ନାହିଁ, ଜିତିବାର ଲକ୍ଷ୍ୟ ନେଇ ଆପଣ ପଡିଆକୁ ଓହ୍ଲେଇଥାନ୍ତି। ସେଟା ଆମର ସବୁବେଳେ ୟୁନିଟ 9 ଆଉ ଆଇଆରସି ଏ ଦିଟା ଟିମ୍ ସବୁବେଳେ ଆମକୁ ମାନେ ବହୁତ ମାନେ ସେ ଭଲ ମାନେ ଟକ୍କର ବି ଦିଅନ୍ତି। ଆଉ ସେ ବହୁତ ଭଲ ଟିମ୍ ମାନେ ଖେଳିବାକୁ ଯାହା ବି ହେଲେ ଭଲ ଲାଗିବ ଆଇଆରସି ଆଉ अब मैं हर टीम का नाम लूंगा, उनमें से सिर्फ एक खिलाड़ी, एक टीम का एक खिलाड़ी जो मैच विनर हो। अब उस टीम से 11 खिलाड़ी से सिर्फ एक खिलाड़ी का नाम लेना। एसएस लुटू वॉरियर्स। ମେନ୍ ହେଲା ମୁଁ ତାଙ୍କ ମ୍ୟାଚ୍ ତ ଅଧିକା ଦେଖିନି, କିନ୍ତୁ ମ୍ୟାଚ୍ ୱିନର ହିସାବରେ ମତେ ତାଙ୍କ ଯୋଉ ବାଉ ମଣ୍ଟୁ ଭାଇ, ସେ हाँ ମେନ୍ हाँ, ହେଲା ବୋଲିଂ ବି କରନ୍ତି ବ୍ୟାଟିଂ କରନ୍ତି, ଅଲରାଉଣ୍ଡର ସବୁବେଳେ ମ୍ୟାଚ୍ ୱିନର ହିଁ ଗୋଟେ ଟିମ୍ ପାଇଁ ହୁଏ, ସେଥିପାଇଁ ମୁଁ ତାଙ୍କୁ ନେବି, ବାଉ ମଣ୍ଟୁ ଭାଇକୁ ନେବି। यूनिट 9 भुवनेश्वर। यूनिट 9 ଭୁବନେଶ୍ୱର ଆମର ପୁଅ ଭାଇ। वो भाई मनोज 11 तेलकोई। ତାଙ୍କର ପ୍ଲେୟାର କିଏ ଖେଳନ୍ତି ମୁଁ ତ ଜାଣିନି, ବେଳେ ମାନେ ମିଶି ମାସିକି जो ତ ଖେଳନ୍ତି ତାଙ୍କର। अब देख लीजिए, जो हिटमैन का स्क्वाड रहता है, इमेज का स्क्वाड रहता है, लगभग आसिफ खान, बबलू, रिवर्स राजू, हीरालाल मेंडिस, ये सारे खिलाड़ी हैं। उनमें से सिर्फ एक नाम लीजिए। ତାଙ୍କ ମୁଁ ଆଶିକ ଭାଇକୁ ରଖିବି। ଆଉ ଆଶିକ ଭାଇ ପରଫରମାନ୍ସ आसिफ ଭଲ भाई। କରିଛନ୍ତି, ସ୍କୋର ବି କରିଛନ୍ତି, ବଲ୍ ବି ମାନେ କରନ୍ତି ଆଶିକ ଭାଇ। पकवान से, पकवान से आप किस ପକୱାନ खिलाड़ी का नाम लें? जी। ପକୱାନ ଆଇଆରସି ପକୱାନ ତ ମିଶିକି ରହୁଛନ୍ତି, ପୁଣି ସେଟା ଆଇଆରସି ପକୱାନ अलगा କରି କହିନା ମିଶେଇ କହିବି। चलिए, हम एकजुट कर लेते हैं, आईआरसी और पकवान से सिर्फ एक खिलाड़ी का नाम लीजिए। ମୁଁ ଛୋଟ ଆଶିଷ ଭାଇ। छोटो आशीष। सान 11 से किसका नाम लेना चाहेंगे? ସାନ୍ 11 ର ଆମର ବାବୁନି କହିବି, ବାବୁନି ବାବୁନି ବୋଲିଂ ଭଲ କରିଛି, ବହୁତ ମ୍ୟାଚ୍ ଆମର ରନ୍ ସ୍କୋର ବି କରିକି ଦେଇଛି, ବାବୁନିକୁ ମୁଁ ରଖିବି। और एक टीम, थोड़ा सा नाइट मैच की ओर आते हैं, एमएमसीसी बाजार। उस टीम से आप किसका नाम लेना चाहेंगे? ଏମଏମସିସି ବଜାର ଏ ବର୍ଷ ସବୁ ମାନେ ବହୁତ ଭଲ ପରଫରମାନ୍ସ କରିଛନ୍ତି, ତାଙ୍କର ଗୋଟେ ମାନେ ଯିଏ ମାନେ ପିଣ୍ଟୁଆ ହିଁ କହିବ, କାହିଁକିନା ସେ ମାନେ ସବୁ ମ୍ୟାଚ୍ ସେ ହିଁ ଖେଳେ, ଭଲ ବୋଲିଂ କରେ, ରନ୍ ବି କରେ, ମୁଁ ପିଣ୍ଟୁଆକୁ ହିଁ कहବି। अब आते हैं कालीनाग क्रिकेट टीम, जो जगतसिंहपुर का टीम है। बहुत सारे नाइट मैच खेलते हैं, आप उनके खिलाफ खेल चुके हैं। कालीनाग टीम से, जहां पे राजा, कीर्तन, शिबू, ये सारे खिलाड़ी होते हैं, उनमें से आप किसका नाम लेना चाहेंगे? ଏଥର ସବୁଠୁ ଭଲ ପରଫରମାନ୍ସ କରିଛନ୍ତି ଶିବୁ ଭାଇ, ସେ ତାଙ୍କ ଟିମରେ ଶିବୁ ଭାଇ କରିଛନ୍ତି ବୋଲି ତାଙ୍କ ନାଁ ବି ମୁଁ ନେଇଛି ବେଷ୍ଟ ବ୍ୟାଟ୍ସମ୍ୟାନ ରେ, ତ ସେ ମୋ ପାଇଁ जी। ଶିବୁ ଭାଇ ହେବେ। लास्ट क्वेश्चन, इमेज 11। इमेज 11 से आप किसका नाम लेना चाहेंगे? ଇମେଜ ମୁଁ ତ ତାଙ୍କ ମ୍ୟାଚ୍ ତ ମୁଁ ଅଧିକା ଦେଖେନି ନା, ସେ ରେଡ ବଲ୍ जी। ଖେଳନ୍ତି, ମୁଁ ଜାଣିନି କିଏ କେମିତି ଖେଳନ୍ତି, ତାଙ୍କ ପ୍ଲେୟାର चलिए, कोई ବିଷୟରେ ମୁଁ बात नहीं। ଭଲସେ ଜାଣିନି।
ଇମ୍ରାନ ଭାଇ कोई ରଖି बात नहीं ଇମେଜ अब। 11 ଶୁଣନ୍ତୁ ଇମ୍ରାନ ଭାଇର ନାଁ ଦେଇଦେବି କାହିଁକିନା ସେ ବହୁତ ବର୍ଷ हाँ ହେଲା हाँ। ତାଙ୍କ ଟିମ୍ କରିଛନ୍ତି ମାନେ ପରଫର୍ମାନ୍ସ ଭଲ ହିଁ କରିଥିବେ ସେ ଅଲରାଉଣ୍ଡର ଇମ୍ରାନ ଭାଇ ଇମେଜ 11 गोल्डन टीम पागा। ଗୋଲ୍ଡେନ ଟିମ୍ ସବୁବେଳେ ପାଇଁ ଯିଏ ମାନେ ରନ୍ କରେ ସେଟା ହେଲା ମଦନ ଭାଇ ଆଉ ଜଣ ନାଁ हाँ। ନେବି କର ଭାଇ ସେ ବି ବହୁତ ଭଲ ଖେଳିଛନ୍ତି ଗୋଲ୍ଡେନ ଟିମ୍ ପାଇଁ ଏ ବର୍ଷ यस କିନ୍ତୁ हाँ। ନୂଆ ନୂଆ ଟିମ୍ ହେଇଛି କାଜି ଯୋଉ ତାଙ୍କର ଭଲ ପ୍ଲେୟର ସେ हम्म। ରିସେଣ୍ଟ ମାନେ ମଦନ ଭାଇ ବିନା ଆଉ ଏତେ ଖେଳନ୍ତି କାଜି ଭାଇ ଭଲ ଖେଳିଛନ୍ତି ଏ ବର୍ଷ କିଛି ଦି ତିନିଟା ସିଜନ ସେ ଭଲ ଖେଳୁଛନ୍ତି हाँ जी। अब आपका रोल मॉडल खिलाड़ी कौन है, आइडियल क्रिकेटर इंटरनेशनल क्रिकेट को आप जब भी उठाकर देखते हैं आप किसको मानते हैं? ସେମିତି ମୋର କିଛି ମୁଁ କାହାର ମାନେ ସେମିତି ରୋଲ ମଡେଲ ନାହିଁ ନା ଫ୍ୟାନ ନାହିଁ କିନ୍ତୁ ମାନେ ଯିଏ ମାନେ ଟିମ୍ ପାଇଁ ନେସନ ପାଇଁ ଭଲ ଖେଳେ ମୁଁ ତା ସେ ପ୍ଲେୟର ମତେ ଭଲ ଲାଗନ୍ତି ତଥାପି ମୁଁ କହିଦଉଛି ଦି ତିନିଟା ପ୍ଲେୟର ମତେ କେଏଲ ରାହୁଲ ଭଲ ଲାଗେ ଆଉ ସୁରେଶ ରାଇନା ଯେତେବେଳେ ଖେଳୁଥିଲା ସେ युवराज सिंह ये सब यस। आईपीएल पे फेवरेट टीम, आईपीएल देखते हैं आप? ମ୍ୟାଚ୍ ମୁଁ ଦେଖେନି କୌଣସି ମ୍ୟାଚ୍ ଆଇପିଏଲ ମ୍ୟାଚ୍ ମୁଁ କମ ଦେଖେ ଫେଭରେଟ ଟିମ୍ ସେମିତି ନାହିଁ ପ୍ଲେୟାରକୁ ନେଇକି ମୋର ଟିମ୍ ଥାଏ ଯଦି ଏଇ ପ୍ଲେୟାର ଏଇ ଟିମ୍ ରେ ଥାଏ ତ ମୁଁ ଦେଖେ ନହେଲେ ମୁଁ ସେମିତି ଦେଖେନି सेମିତି ଟିମ୍ पर्टिकुलर टीम चलिए, ନାହିଁ प्लेयर किसी प्लेयर को कौन सा नेଇକି ମୋ खिलाड़ी ଟିମ୍ किस ମାନେ टीम पे है और कौन सा खिलाड़ी किस टीम पे है और कौन सा टीम का खेल आप देखते हैं? ମାନେ ସୁପର ଜାଏଣ୍ଟ ମତେ ଭଲ ଲାଗେ କାହିଁକିନା ରାହୁଲ ସେଥିରେ ଅଛି ସେଥିପାଇଁ ସେ ଟିମ୍ ଟିକେ ସବୁବେଳେ ଆଉ ଚେନ୍ନାଇ ଆଗରୁ ଚେନ୍ନାଇ ଥିଲା ରାଇନା ସୁରେଶ ରାଇନା ରହୁଥିଲା ଚେନ୍ନାଇ କୁ ଟିକେ जी। सनशाइन टीम जो गंजाम का टीम है, क्या उनके खिलाड़ियों को आप जानते हैं? कभी उनका खेल आपने ନା देखा है? चलिए, वो ଜାଣିନି क्वेश्चन କାହା यहाँ पे, लेकिन मैं आपको बता दूं वहां पे नारू भाई करके हैं, कवर संतोष चिल्लिका राजेश ऐसे खिलाड़ी उस टीम का हिस्सा रह चुके ନା हैं। ଶୁଣିଛି अब आते हैं, ନା ଶୁଣିଛି जी, अब आते हैं क्रिकेट को छोड़कर, क्रिकेट के अलावा और क्या हॉबीज है और क्या करना पसंद है आपको? ମୁଁ ଭଲି ଖେଳେ ଏବେ ଟୋଟାଲ ଭଲି ତ ଖେଳୁଛି ପୁରା ଭଲି ଖେଳେ ଆମର କ୍ୟାରମ ବି ଆସିଛି ଏଥର କ୍ୟାରମ ବି ଖେଳୁଛି ଆଉ ମୁଁ ବ୍ୟାଡମିଣ୍ଟନ ବି ଖେଳେ ଆଜ୍ଞା। फेवरेट फूड, खाना क्या पसंद है आपको? ଫେଭରେଟ ଫୁଡ ମୁଁ ସବୁବେଳେ ବିରିୟାନୀ ପ୍ରିଫର କରେ ମୁଁ ସେଟା ଆମ ହୋଟେଲ ର ଯିଏକି ଲକ୍ଷ୍ନୌ हाँ ଷ୍ଟାଇଲ ରେ हाँ। ସେଟା ସେଇ ବିରିୟାନୀ ମତେ ବହୁତ ଭଲ ଲାଗେ जिस हिसाब से मॉडर्न डे क्रिकेट बदल रहा है, टेनिस क्रिकेट जिस हिसाब से बदलाव हमको दिखाई दे रहा है, क्या फिटनेस के ऊपर सारे खिलाड़ियों को ध्यान देना चाहिए? आप क्या बताना चाहेंगे फिटनेस के बारे में? ଫିଟନେସ ଟା ପୁରା ମଷ୍ଟ ନେସେସରୀ ଫିଟନେସ କାହିଁକି ମାନେ ଏବେ ମେନ୍ ହେଲା ଖେଳ ସବୁ ମାନେ ଫର୍ମାଟ ହେଲାଣି ତିନି ତିନିଟା ଫର୍ମାଟ ଖେଳ ଅଛି ଯୋଉ କି ମୁଁ ଫିଟନେସ ପାଇଁ ମୁଁ ନିଜେ ବହୁତ ସଫର ହଉଛି ଡେ ମ୍ୟାଚ୍ ରେ ମୁଁ ଅଧିକ ସମୟ ଖରାରେ ଖେଳି ପାରେନି ଆସିକି ଫିଲ୍ଡିଂ କରେ हम्म। ମାନେ ଗୋଟେ ଦିବସ ବସିଯାଏ ଫିଟନେସ ରହିବା ଦରକାର ନିହାତି ଫିଟନେସ ନ ରହିଲେ ମେନ୍ ହେଲା ଖେଳିବା ବହୁତ କଷ୍ଟ ଫିଟନେସ ଟା ପୁରା ମଷ୍ଟ ନେସେସରୀ ଫିଟନେସ चलिए, आपका फेवरेट शॉट? ମୋର ଫେଭରେଟ ସାର୍ଟ ହେଲା କଭର ଡ୍ରାଇଭ कवर ड्राइव। न्यू बॉल और ओल्ड बॉल, इस पे क्या फर्क है उसके बारे में आप बताइए, कि क्योंकि आप ओपनर है, नई गेंद का सामना करना आपके लिए आसान है या फिर पुरानी गेंद पे ज्यादातर आप हवाई फायर कर सकते हैं? ଯେହେତୁ ବହୁତ ଡିଫରେନ୍ସ ଅଛି ନ୍ୟू ପୁରୁଣା ବହୁତ ଇମ୍ପାକ୍ଟ ବି ପଡେ ମ୍ୟାଚ୍ ରେ ନ୍ୟू ବଲ୍ ପୁରୁଣା ବଲ୍ ବହୁତ ଇମ୍ପାକ୍ଟ ବି ପଡେ ଫର ଏକ୍ସାମ୍ପଲ ଛୋଟ ବାଉଣ୍ଡରୀ ଥିଲେ ନାଇଟ୍ ମ୍ୟାଚ୍ ପାଇଁ ନ୍ୟୁ ବଲ୍ ଟା ଭଲ କାହିଁକିନା ମାନେ ସେଟା ଭଲସେ ଆସିବ ବ୍ୟାଟ୍ କୁ ଛୋଟ ବାଉଣ୍ଡରୀ ପାଇଁ ଠିକ କିନ୍ତୁ ମାନେ ଯୋଉଟା ବଡ ବାଉଣ୍ଡରୀ ଡେ ମ୍ୟାଚ୍ ପାଇଁ ୱିନ୍ ଫ୍ୟାକ୍ଟର ବି ଥାଏ ସେତେବେଳେ ନ୍ୟୁ ବଲ୍ ପାଇଁ ବହୁତ ଅସୁବିଧା ହୁଏ ସର୍ଟ ସିଲେକ୍ସନ କରିବା ପାଇଁ ବି ମାନେ ଟିକେ ଡର ଲାଗେ ପ୍ରାୟ ମାନେ ବହୁତ ଟାଇମ ଏମିତି ମୁଁ ଆଉଟ ବି ହେଇଛି ଯୋଉଟା କି ମାନେ ପବନ ଦେଉଥିବ ଅଲଗା ମାନେ ଏଗେନ୍ଷ୍ଟ ପବନ ଏଗେନ୍ଷ୍ଟ ମାରିବାକୁ ଚାହେଁନି ବୋଲି ମୁଁ ମାନେ କ୍ରସ୍ ସଟ୍ ଖେଳେ ସେଥିପାଇଁ ଆଉଟ ବି ହେଇଛି ୱିନ୍ ଫ୍ୟାକ୍ଟର ବହୁତ ଇମ୍ପାକ୍ଟ କରେ ସ୍ପେଶାଲି ଗ୍ରୀନ ସଫ୍ଟ ଟେନିସ୍ ବଲ୍ ପାଇଁ ନୂଆ ବଲ୍ ରେ ସେଥିପାଇଁ ମାନେ ନୂଆ यस ବଲ୍ यस। ସବୁବେଳେ ପୁରୁଣା ବଲ୍ ଖେଳିବାକୁ ପ୍ରିଫର करे କିନ୍ତୁ ଯେହେତु ଓପନ ହେଇଛି ଖେଳୁଛି ତ ଆଉ देखिए, एक मिट्टी का विकेट होता है, एक सीमेंट का विकेट होता है और एक मैट का विकेट होता है। आप तीनों विकेट पे खेल चुके हैं, आसान किस पे लगता है आपको बैटिंग करना? ମତେ ସବୁଠୁ ଇଜି ଲାଗେ ସିମେଣ୍ଟ ୱିକେଟ ରେ ଫାଷ୍ଟ ମୁଁ ସିମେଣ୍ଟ ୱିକେଟ ରେ ଖେଳି ପାରୁନଥିଲି ମାନେ 2 ବର୍ଷ ପୂର୍ବରୁ ମତେ ସିମେଣ୍ଟ ୱିକେଟ ରେ ବହୁତ ଡର ଲାଗେ ଆଉ ମ୍ୟାଟ ରେ ମାନେ ମାଟି ୱିକେଟ ମତେ ଭଲ ଲାଗୁଥିଲା କିନ୍ତୁ ଅଟୋମେଟିକ ମୁଁ ଏଇ 2 ବର୍ଷ ମାନେ ଏଇ ରିସେଣ୍ଟ ବର୍ଷ 1.5 ବର୍ଷ ହେଲା ମତେ ସିମେଣ୍ଟ ୱିକେଟ ଟା ବହୁତ ଭଲ ମାନେ ଲାଗିଲା ଏବେ ଖେଳିବାକୁ ସିମେଣ୍ଟ ୱିକେଟ ରେ ମାନେ ବଲ୍ ଯଦି ଆସିଛି ସେଇ ଅନୁସାରେ ବ୍ୟାଟ୍ ଚଲେଇବ ମାନେ ଟୋଟାଲ ବ୍ୟାଟ୍ ରେ ଅଲରେଡି ବାଜିବ କିନ୍ତୁ ମାଟି ୱିକେଟ ବଲ୍ ରେଷ୍ଟ ହେଇଯିବ ନହେଲେ ବଲ୍ ଟର୍ନିଂ ଅଟୋମେଟିକ ସେଠି କିଛି ଡଷ୍ଟ ଥାଏ ଟର୍ନ ବି ହେଇଯାଏ
ସେଥିପାଇଁ ସିମିଟ୍ ୱିକେଟ ଟା ଭଲ ପ୍ରିଫର ଅଛି ବ୍ୟାଟିଂ ପାଇଁ ଭଲ ସିମିଟ୍ ୱିକେଟ। आखिरी पड़ाव पे हम पहुंच चुके हैं। डग आउट मेमोरीज, ऐसे कुछ किस्से कहानी है जहां पे मजाक मस्ती होता है, ऐसे स्थान 11 के डग आउट पे कोई कुछ बोल दिया तो प्रेशर सिचुएशन पे भी हंसी निकल जाता है, ऐसा कुछ हुआ है? ସେ ସବୁଠୁ ଅଧିକା ହୁଏ ଚିନୁକୁ ନେଇକି। ଚିନୁ ଯେତେବେଳେ ହିନ୍ଦୀ କୁହେ, ଚିନୁ ହିନ୍ଦୀ ଆଉ ବାବୁନ ହିନ୍ଦୀ ପାଇଁ ବହୁତ ସେତେବେଳେ ଆମେ ମାନେ ମସ୍ତି ମଜାକ ହୁଏ। ଆଉ ଆମ ରାଜା हाँ ହିଁ हाँ। ଥିବେ ମାନେ ମଜା ଆଉ ମସ୍ତି ହବାଟା ସିଓର ହିଁ ସିଓର। ରାଜା ହିଁ जी ବହୁତ ମାନେ ମସ୍ତି ମଜାକ, ସ୍ପେଶାଲି ଚିନୁ ଯେତେବେଳେ ଥାଏ, ଚିନୁ ହିନ୍ଦୀ ଯେତେବେଳେ କୁହେ ସେତେବେଳେ ସବୁଠୁ ଅଧିକା ଫନି ମୋମେଣ୍ଟ ଥାଏ ସେଇ ଟାଇମରେ। जी। अ, और एक सवाल मैं लेना चाहूंगा, यहाँ पे आपके बहुत सारे फैंस हैं, आप बहुत जगह खेल चुके हैं। इट्स केनी जी, उन्होंने पूछा है कि कंसारा नाइट मैच के बारे में आप क्या बताना चाहेंगे? कंसारा। କଂସାର ନାଇଟ୍ ମ୍ୟାଚ୍ ମୁଁ 2 ବର୍ଷ ଖେଳିଛି। 3 ବର୍ଷ ଆମେ ଖେଳିଛୁ। 3 ବର୍ଷରେ ଆମେ 2 ବର୍ଷ ଚାମ୍ପିୟନ ହେଇଛୁ। ଥରେ ମୁଁ ମ୍ୟାନ୍ ଅଫ୍ ଦି ସିରିଜ ବି ହେଇଥିଲି। ଭଲ ଟୁର୍ଣ୍ଣାମେଣ୍ଟ ଟା जी। ଆଉ। राजा मिर्जा के सवाल लेकर आएंगे। आस्क हिम अबाउट हिज फ्यूचर प्लान। आपका फ्यूचर का प्लान क्या रहा है, आगे जाके ସେଟା आपको क्या करना है? ଲାଇଫରେ ଫ୍ୟୁଚର ପ୍ଲାନିଂ ସେଟା ମୁଁ ଲାଇଫରେ ମୁଁ କହିପାରିବି, लाइफରେ କହିପାରିବିନି। ମୁଁ ଯାହା Yes। ଭାବିଛି ସେଟା କରିବି ଆଉ। वो करके दिखाएंगे, जब करके दिखाएंगे तब सबको पता चल जाएगा कि अजहर करीम क्या किए हैं अभी तक का। लेकिन मेरा तो ये उम्मीद रहेगा कि आप इंडिया टेनिस क्रिकेट पे अपनी जगह बनाए बतौर ओपनर। अब आते हैं आपके परिवार के ऊपर, आपके फैमिली के ऊपर। उससे पहले आपका हाईएस्ट स्कोर कितना है अभी तक ମୋର बल्लेबाजी पे? 128 128। 128। चलिए, अब सबसे पहले आपके माताजी और पिताजी का नाम मैं जानना चाहूंगा। ମୋ ବାପାଙ୍କ ନାଁ ହେଲା अफजल मिर्जा। ମୋ मम का नाम ହେଲା अंसरी बीबी। आपके माताजी पिताजी को क्रिकेट वाणी की तरफ से नमस्कार और ढेर सारे शुभकामनाएं, ढेर सारे अभिनंदन, क्योंकि उन्होंने जिस लड़का को जन्म दिया है वो उड़ीसा पे शायद आपके परिवार का नाम को रोशन कर रहे हैं। और हमेशा आप आपके मम्मी पापा को खुश रखे, मुस्कुराते रहे, परिवार के साथ आप हमेशा एंजॉय कीजिए, ये हमारे अल्लाह ताला के पास दुआएं रहेगी। अब सपोर्ट मिलता है थोड़ा बहुत जब आप बैट पकड़ के निकल जाते हैं खेलने के लिए? ମୋ ବାପା ତ କିଛି ଜାଣନ୍ତିନି ଖେଳ ବିଷୟରେ, କିନ୍ତୁ ମୋ ବୋଉ ଜାଣିଛନ୍ତି। ମୋ ବୋଉ ମାନେ ଯେତେବେଳେ ମ୍ୟାଚ୍ ଯିବି ସେ ପଚାରିବେ କଣ ହେଲା, ରେଜଲ୍ଟ କଣ ହେଲା, ଜିତିଲ ନା ହାରିଲ, ତୁ କଣ ହେଲୁ ନା ନାହିଁ। ସେ ଜାଣିଛନ୍ତି, ସେ ପ୍ଲେୟାର ଆମ ଚୁଇଁ କାଳିଆ ଭାଇକୁ ଜାଣିଛନ୍ତି, ଚିନୁ ଆମ ଘରେ ସବୁବେଳେ ଆସେ, ଚିନୁକୁ ବି ଜାଣିଛନ୍ତି। ସେ କିନ୍ତୁ ମ୍ୟାଚ୍ ବିଷୟରେ ତାଙ୍କୁ हाँ। ନଲେଜ ଅଛି। ବୋଉକୁ ସେ ପଚାରିବେ ତୁ କୋଉଠି ଯାଇଛୁ, କଣ ଆଜି ଜିତିଲ ନାହିଁ, କଣ ହେଲା, ତୁ କେତେ ରନ୍ କଣ କଲୁ, ତୁ କିଛି ହେଲୁ ना नहीं, ସେ ପଚାରନ୍ତି ଆଉ। जी। तो मम्मी का आशीर्वाद है आपके ऊपर, हर हमेशा से रहा है, आगे भी रहेगा। और आप ମୋ ଭାଇ ସେ ମୋ ପାଇଁ ବହୁତ କିଛି କରିଛନ୍ତି। ମୋ ସବୁବେଳେ ମତେ ସପୋର୍ଟ କରନ୍ତି ବହୁତ। ଇଚ୍ ଆଣ୍ଡ ଏଭ୍ରି ସିଚୁଏସନରେ ମତେ ସପୋର୍ଟ କରନ୍ତି। ଆଉ ମୁଁ ବି ତାଙ୍କୁ ବହୁତ ଭଲ ପାଏ, ସବୁଠୁ ଅଧିକା ତାଙ୍କୁ ଭଲ ପାଏ ମୋ ଭାଇ। ସେ ମତେ ବହୁତ ସପୋର୍ଟ କରନ୍ତି। ସେଇ ମତେ ମାନେ ଅଧିକା ପ୍ରେସର କଲେ କି ମାନେ ଏଠି ଆସିବା ପାଇଁ ଆପଣଙ୍କ ଇଣ୍ଟରଭ୍ୟୁରେ। ସେ କହିଛନ୍ତି ସମସ୍ତେ ଆସନ୍ତୁ ତୁ କାଇଁ ଆସୁନୁ। ମୁଁ କହିଲି ନା ମୁଁ ଆସିବିନି। ସେ ମତେ କହିଲେ ନା ତୁ ଆସେ ଆସେ। ସେ ବହୁତ ଥର ମତେ ରିକ୍ୱେଷ୍ଟ କଲେ, ସେଥିପାଇଁ ମୁଁ ଆସିବି ଲାଇଭରେ। ସେ ତାଙ୍କର ମୋ ଭାଇ। थैंक यू भाई, ଆପଣ ରିକ୍ୱେଷ୍ଟ କରିଥିବାରୁ। କାହିଁକିନା ଆମେ ଗତ ବର୍ଷରେ ଏପର୍ଯ୍ୟନ୍ତ ୱେଟ୍ କରିବାକୁ ପଡିଲା, କିନ୍ତୁ ढेर आए दुरुस्त आए। अब आगे की तरफ बढ़ते हैं। कुछ इंटरनेशनल क्वेश्चन मैं आपको पूछना चाहूंगा और थोड़ा सा आसान सवाल पूछना चाहूंगा, मैं देखते हैं, और ऑप्शन କିଏ भी मैं आपको दूंगा। ଟୋଟାଲ ମୁଁ ମ୍ୟାଚ ଫ୍ୟାଚ ଦେଖିନି ନା, କିଛି भी ଜାଣିନି। ସେତେ ଇଜି ପଚାର, ଦେଖିବା ଟ୍ରାଏ କରୁଛି କହିବା ପାଇଁ। आईपीएल के ऊपर, सिर्फ आईपीएल के ऊपर पूछते हैं। आईपीएल तो याददाश्त रहते हैं, किससे आप सुने होंगे। तो ये आईपीएल पे सबसे लोएस्ट स्कोर किसने बनाया है, कौन सा टीम सबसे कम स्कोर बनाया है? आपके सामने आरसीबी ऑप्शन में रखना चाहूंगा। आरसीबी, आरसीबी राइट का मन। आंसर। चलिए, सबसे ज्यादा छक्का लगाने वाला बल्लेबाज आईपीएल पे, आईपीएल पे सबसे ज्यादा छक्का लगाने वाला बल्लेबाज। ऑप्शन ଅଛି क्रिस गेल हाँ, राइट आंसर, राइट आंसर। चलिए, कोई बात नहीं। दो सवाल का जवाब आप दे चुके हैं। सबसे ज्यादा कैचेस किस फील्डर ने पकड़ा है? ऑप्शन आपके ଏଇଟା सामने मैं ऑप्शन रखना चाहूंगा। रविंद्र रविंद्र जाडेजा, सुरेश रायना और विराट कोहली। विराट कोहली। गलत जवाब, क्योंकि सुरेश रैना सबसे ज्यादा कैचेस पकड़े हैं, खास तौर पर। ସୁରେଶ ରାଇନା 2 ବର୍ଷ ଖେଳିନି ନା, ମୋ ଭାଇ ଥିଲା ବିରାଟ କୋହଲି ହେଇଥିବ ବୋଧେ। ସୁରେଶ ରାଇନା ମ୍ୟାଚ୍ କିଛି ମିସ୍ କରିଦେଇଥିଲେ, ମତେ ଲାଗିଲା ବିରାଟ କୋହଲି ହେଇଥିବ।
चलिए अब विराट कोहली आगे निकल जाएंगे क्योंकि सुरेश रैना अब नहीं खेल रहे हैं। विराट कोहली बहुत जल्दी आगे निकल सकते हैं। और एक सवाल आपके सामने मैं पेश करना चाहूंगा। आईपीएल पे सबसे ज्यादा विकेट लेने वाला गेंदबाज, इतना मैं आपको हिंट दूंगा कि चेन्नई सुपर किंग का वो गेंदबाज। चेन्नई सुपर किंग से रेगुलर खेलते हैं ଏବେ ବି ଖେଳୁଛନ୍ତି ସେ अभी भी। जी जी जी। डीजे ब्रावो बोले डीजे ब्रावो, ब्रावो यस राइट आंसर, राइट आंसर। आखिरी सवाल आपके सामने। 2011 के वर्ल्ड कप पे भारत के लिए कौन सा खिलाड़ी मैन ऑफ द सीरीज थे? याद कीजिए थोड़ा सा, आसान सा सवाल। युवराज सिंह, राइट आंसर, राइट आंसर। अब आते हैं शायरी राउंड के ऊपर। मैंने आपके बारे में बहुत बार शायरी बोला हूं। जब आप 6 छक्का लगाए थे, मैंने एक बढ़िया चीज मतलब मैं सोचा था, और मैंने उसको जब डिस्क्राइब किया तो बहुत मजा आया मेरे को भी। कि करीम चाचा ने बताया था कि एक ना एक दिन आप हमारे लाइव पर आएंगे, और आप आ चुके हैं। उसके लिए आपको तहे दिल से बहुत बहुत धन्यवाद। शायरी का राउंड शुरुआत करते हैं। कि कैलेंडर हमेशा तारीख बदलता रहता है, मगर एक दिन एक ऐसा तारीख आता है जो कैलेंडर को बदल कर रख देता है। इसलिए जिंदगी पे सब्र रखो, वक्त हर किसी का आता है। और आपने सब्र रखा, फिर आपका वक्त आया, और वक्त के साथ साथ आपने कमाल किया, धमाल मचाया। कि बूझी समा भी जल सकती है, तूफानों से भी कश्ती निकल सकती है। होकर मायूस यूं ना बदल अपनी इरादे को, तेरी किस्मत है कभी भी बदल सकता है। कि हौसले की तिरकस पे कोशिश का वो तीर को जिंदा रख। हार जाए चाहे जिंदगी में सब कुछ, मगर जीतने की फिर तू उम्मीद रख। अब आते हैं 2-3 मैंने नया शायरी लिखा था। कि रख हौसला वो मंजर भी आएगा, प्यासे के पास चलकर समंदर भी आएगा। थककर ना बैठ ये मंजिल के मुसाफिर, मंजिल भी मिलेगी और मिलने का मजा भी आएगा। रात नहीं ख्वाब बदलता है, मंजिल नहीं कारवां बदलता है। जीतने का हौसला रख, क्योंकि कामयाबी मिलने पर वक्त जरूर बदलता है। ना कोई भाग्यशाली ना कोई अभागा, किस्मत का सूरज उसका चमके जो अब नींद से जागा। कड़ी मेहनत पक्का इरादा, हिम्मत जो दिखलाएगा। पथ पथ पर बिखरे हैं मोती, खोज कर वही लाएगा। कि कामयाबी के हर शिखर पर तुम्हारा नाम होगा, तुम्हारे हर कदम पर दुनिया का सलाम होगा। हिम्मत से मुश्किलों का सामना करना दोस्त, एक ना एक दिन वक्त भी तुम्हारा गुलाम होगा। और 2-3 शायरी है, उसको भी मैं सुनाना चाहूंगा। कि सामने हो मंजिल तो रास्ता ना मोड़ना, जो भी है मन में वो सपना ना तोड़ना। कदम कदम पर मिलेगी मुश्किल तुझे, बस सितारे चुनने के लिए कभी जमीन को ना छोड़ना। कि कोई साथ दे या फिर ना दे, तू चलना सीख ले। हर आग से हो जा तो वाकिफ, तू जलना सीख ले। कोई रोक नहीं पाएगा बनने से तुझे मंजिल के तरफ, हर मुश्किल का सामना तू करना सीख ले। एक धोनी के ऊपर शायरी लिखा गया था, बहुत फेवरेट शायरी मेरा है, और बहुत सारे लोग उनको उस शायरी को पसंद किए थे। जैसे कि कमरान खान जैसे खिलाड़ी, उन्होंने पर्सनली मेरे को मैसेज किया था क्या आपने धोनी का शायरी बोला था, वो आपके लिए मैं बोलना चाहूंगा। कि परिश्रम इतना करो कि अनहोनी बन जाए होनी, तुम भी चमत्कार कर सकते हो, तुम भी बन सकते हो धोनी। हारी हुई बाजी को जीता जा सकता है, इस हुनर को महेंद्र सिंह धोनी से सीखा जा सकता है। द महेंद्र दे दनादन धोनी। कि कौन खिलाड़ी करेगा क्या वो काम दिलाना जानता था, लड़खड़ाती पारी को वो अंजाम तक लाना जानता था। शर्मसार स्कोर को वो सम्मान तक लाना जानता था। और बॉलर कामते थे जब महेंद्र सिंह धोनी तबाही करने की ठानता था। कि राह कठिन हो जितनी संकल्प मजबूत हो मेरा, नजर कमजोर पड़ जाए नजरिया मजबूत हो मेरा। और ये नजरिया मजबूत है, और ये नजरिया जो जीत का जरिया बना है अजहर करीम के लिए। जब ठान लिया है ऊंची उड़ान का, तो फिर क्या देखना था आसमान का। हर खिलाड़ी काम का हर का अपना मोल, लेकिन जो मौका पे काम आए वो खिलाड़ी अनमोल। सान 11 का एक अनमोल खिलाड़ी आज हमारे साथ योगदान दिए थे। बहुत मजा आया आपके साथ बातचीत करते हुए अजहर करीम। आखिरी सवाल मैं आपके सामने रखना चाहूंगा क्रिकेट वाणी के बारे में। ये जो हमारा प्रयास रहा है हर खिलाड़ी को सामने लेकर आना, चाहे यंगस्टर हो चाहे एक्सपीरियंस खिलाड़ी हो, जैसे उड़ीसा क्रिकेट को ऊपर की तरफ लेकर जाना, आप क्या बताना चाहेंगे क्रिकेट वाणी के बारे में?
फास्ट ऑफ ऑल माने आज माने ओडिशा टेनिस क्रिकेट एते बड़ा ना କରିଛି ଆଉ ଏତେ ଲୋକଙ୍କ ପାଖରେ ପହଞ୍ଚି ପାଇଛି ସେଟା ସବୁ କିଛି ଆପଣଙ୍କ ପାଇଁ ସେଥିପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ସେଥିପାଇଁ ଆପଣ ପଛରେ ବହୁତ ସାକ୍ରିଫାଇସ୍ ବି ଅଛି ଯେତେବେଳେ ଆପଣ ଏ ଜର୍ଣ୍ଣି ଆରମ୍ଭ କରିଥିଲେ ଆପଣ ବି ଜବ୍ ଫବ୍ ଛାଡିକି ସବୁ କିଛି କରୁଥିଲେ। ଆମେ ତ ଆସିକି ମ୍ୟାଚ୍ ଖେଳିକି ରେଷ୍ଟ ନେଇଯାଉ ଆପଣ ତ ରାତି ସାରା କମେଣ୍ଟ୍ରି କରନ୍ତି ପୁଣି ଯାଇକି ନେକ୍ସଟ ଦିନ ପୁଣି ଥାଏ ଆପଣ କଣ୍ଟିନ୍ୟୁଅସଲି ବହୁତ କିଛି ଆପଣ କରିଛନ୍ତି କଷ୍ଟ। ସେଥିପାଇଁ ବି ଆପଣଙ୍କୁ ବହୁତ ଧନ୍ୟବାଦ ଜଣାଇବି କାହିଁକି ଆପଣ ବହୁତ କିଛି ସାକ୍ରିଫାଇସ୍ କରିଛନ୍ତି ଯେହେତୁ ଆପଣ ଏ ପୋଜିସନରେ ପହଞ୍ଚିଛନ୍ତି। ମୁଁ ଚାହିଁବି ଆପଣ ଆହୁରି ବହୁତ ଆଗକୁ ଯାଆନ୍ତୁ ବହୁତ ନାଁ କରନ୍ତୁ କାହିଁକିନା ଆପଣ ୟା ପଛରେ ବହୁତ କଷ୍ଟ କରିଛନ୍ତି। ସେଟା ସମସ୍ତେ ଜାଣିପାରିବେନି କିନ୍ତୁ ଆମେ ସେଟା ଫିଲ୍ କରିଛୁ କାହିଁକିନା ଆମେ ମ୍ୟାଚ୍ ଖେଳିକି ଆସିବୁ ଆମେ ରେଷ୍ଟ ନେବୁ କି କାରେ ଶୋଇଯିବୁ ଆପଣ ରାତି ସାରା ପୁରା କମେଣ୍ଟ୍ରି କରିବେ ପୁଣି ଯାଇକି ନେକ୍ସଟ ଦିନ ଯାଇକି ଆସି କୋଉଠି କୋଉଠି ଥିବେ। ବହୁତ କଷ୍ଟ କରିଛନ୍ତି ନିଶ୍ଚିନ୍ତ ଆପଣ ଆମ ଆପଣ ପାଇଁ ଆମ ସେମାନେ ଦି ଆଜ୍ଞା ଜଣ क्या ବହୁତ बोला କଷ୍ଟ मैम କରିଛନ୍ତି, ଆପଣ ବହୁତ ଆଗକୁ ଆହୁରି ଯାଆନ୍ତୁ। ଆଉ ସମସ୍ତ और ଲୋକମାନଙ୍କୁ ବି सबका କହିବି ସେମାନେ ସବୁଠୁ ଫାଷ୍ଟ ଲାଷ୍ଟ ମୁଁ କହିବି ଯେତେ ଅଡିଏନ୍ସ ଅଛନ୍ତି ଆମ ଖେଳକୁ ମାନେ ଭଲ ପାଉଛନ୍ତି ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣେଇବି ଆମକୁ ଏତେ ଭଲ ପାଇବା ଦଉଥିବାରୁ ଆଉ ଆମ ଖେଳକୁ ଆପ୍ରିସିଏଟ କରୁଥିବାରୁ। ଅଡିଏନ୍ସ ନା ସେମାନେ ଯଦି ଭଲ ନ ପାଇବେ ଆମେ ଏତେ ଖେଳି କିଛି ଲାଭ ନାହିଁ ନା ଆମେ ଏତେ ଆଗକୁ ଯାଇପାରିବୁନୁ। ଯେତେ ଅଡିଏନ୍ସ ମାନେ ଅଛନ୍ତି ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣେଇବି ମୋ ତରଫରୁ। ଆପଣ ଠାରୁ अलविदा नबाकू चाहिए आउ थे देखा हब और एक बार हम जमकर बातचीत करेंगे। थैंक यू वेरी मच आजहर करीम, आप आपका महत्वपूर्ण समय देने के लिए बहुत मजा आया। थैंक यू सो मच और ऑल द बेस्ट ऐसे स्थान 11 के लिए और कमांडो 11 के लिए आप ओपन करें। स्थान 11 के लिए और भी शानदार पारियां आप खेले और आपका फ्यूचर ब्राइट हो। आप आपकी फैमिली के साथ हर समय खुश रहिए, मुस्कुराते रहिए। ऑल द बेस्ट और थैंक यू सो मच वंस अगेन।